ଆମେ ବାକ୍ୟ ଦେଖିବା ଆଦି ପୁସ୍ତକ 22 ପର୍ବ। ଆଦି ପୁସ୍ତକ 22 ପର୍ବ 1 ପଦରୁ 8 ପଦ ଯାଏ ବାକ୍ୟ ପଢିବା। ଆଦି ପୁସ୍ତକ 22 ପର୍ବ 1 ପଦରୁ 8 ପଦ ଯାଏଁ। ଏହି ସମସ୍ତ ଘଟଣା ଉତ୍ତରେ ପରମେଶ୍ୱର ଅବ୍ରାମଙ୍କର ପରୀକ୍ଷା ନିମନ୍ତେ କହିଲେ, ହେ ଅବ୍ରାମ, ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ ମୁଁ ଏଠାରେ ଅଛି। ସେତେବେଳେ ସେ କହିଲେ, ତୁମ୍ଭେ ଏବେ ଆପଣା ପୁତ୍ରଙ୍କୁ, ତୁମ୍ଭର ଅଦ୍ୱିତୀୟ ପୁତ୍ରଙ୍କୁ ଅର୍ଥାତ୍ ତୁମ୍ଭେ ଯାହାକୁ ସ୍ନେହ କର ସେହି ଇସାକଙ୍କୁ ଘେନି ମୋରିଆ ଦେଶକୁ ଯାଅ। ପୁଣି ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର। ତହିଁରେ ଅବ୍ରାମ ପ୍ରଭାତରେ ଉଠି ଗଧ ସଜାଇ 2 ଜଣ ଦାସ ଓ ଆପଣା ପୁତ୍ର ଇସାକଙ୍କ ସଙ୍ଗରେ ନେଲେ। ଆଉ ଆଉ ହୋମ ନିମନ୍ତେ କାଠ କାଟି ପରମେଶ୍ୱରଙ୍କ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାତ୍ରା କଲେ। ଅନନ୍ତର ତୃତୀୟ ଦିନରେ ଅବ୍ରାମ ଅନାଇ ଦୂରରୁ ସେହି ସ୍ଥାନ ଦେଖିଲେ। ସେତେବେଳେ ଅବ୍ରାମ ସେହି ଦାସମାନଙ୍କୁ କହିଲେ, ତୁମମାନେ ଏହି ସ୍ଥାନରେ ଗଧ ସହିତ ଥାଅ। ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମମାନଙ୍କ ନିକଟକୁ ଫେରି ଆସିବା। ତହୁଁ ଅବ୍ରାମ ଯଜ୍ଞ କାଷ୍ଠ ଘେନି ଆପଣା ପୁତ୍ର ଇସାକର ସ୍କନ୍ଧରେ ଦେଇ ନିଜ ହସ୍ତରେ ଅଗ୍ନି ଓ ଛୁରିକା ଘେନିଲେ। ପୁଣି ଦୁହେଁ ଏକତ୍ର ଚାଲିଗଲେ। ଆଉ ଇସାକ ଆପଣା ପିତା ଅବ୍ରାମକୁ ଡାକି କହିଲା, ହେ ମୋହର ପିତ। ତହିଁରେ ସେ ଉତ୍ତର କଲେ, ପୁତ୍ର, ଦେଖ ମୁଁ ଏଠାରେ। ସେତେବେଳେ ସେ ପଚାରିଲା, ଏହି ଦେଖ ଅଗ୍ନି ଓ କାଷ୍ଠ, ମାତ୍ର ହୋମ ନିମନ୍ତେ ମେଣ୍ଢାଛୁଆ କାହିଁ? ତହିଁରେ ଅବ୍ରାମ କହିଲେ, ପୁତ୍ର, ପରମେଶ୍ୱର ଆପେ ହୋମ ପାଇଁ ମେଣ୍ଢାଛୁଆ ଯୋଗାଇବେ। ତହୁଁ ଦୁହେଁ ଏକତ୍ର ଚାଲିଗଲେ। ଆଉ 8 ପଦ ଯାଏଁ ପଢିଲି। ଆମେ ଆମେ ଯେତେବେଳେ ଭୋକିଲା ଅଛୁ, ତ ସେ ସମୟରେ ଆମେ ଖାଦ୍ୟ ଖାଇପାରିବା। ଆଉ ମୁଁ ଯଦି ଭୋକିଲା ନାହିଁ, ମୋର ପେଟ ଯଦି ଫୁଲ ଅଛି, ଆଉ ମୁଁ ଖାଦ୍ୟକୁ ପ୍ରକୃତରେ କେବେ ମଧ୍ୟ ଦେଖିବି ନାହିଁ କି ଖାଦ୍ୟ ଖାଦ୍ୟ ମୋ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ଲାଗିବ ନାହିଁ। ତେଣୁ ଯୋଉ ଲୋକମାନେ ଭୋକିଲା ଅଛନ୍ତି, ସେମାନଙ୍କୁ ଖାଦ୍ୟ ପାଇଁ ବେଶୀ ଗୁରୁତ୍ୱପୂର୍ଣ୍ଣ, ସେମାନେ ଖାଦ୍ୟକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରନ୍ତି। ତ ଠିକ୍ ସେହିପରି ଯଦି ଆମେ ଆମ ପାଖରେ ଯଦି ଖାଦ୍ୟ ଅଛି, ହେଲେ ଆମେ ଅନ୍ୟକୁ ଦେଇପାରିବା। ଯଦି ମୋ ପାଖରେ ଯଦି ଖାଦ୍ୟ ନାହିଁ, ତେବେ ମୁଁ ଅନ୍ୟକୁ ମଧ୍ୟ କେବେ ଦେଇପାରିବି ନାହିଁ। ତ ଠିକ୍ ସେହିପରି ଯଦି ମୋ ପାଖରେ ପରମେଶ୍ୱରଙ୍କର ବାକ୍ୟ ଅଛି, ଆଉ ପରମେଶ୍ୱରଙ୍କର ପ୍ରତିଜ୍ଞା ଯଦି ଅଛି, ହେଲେ ମୁଁ ଅନ୍ୟକୁ ପ୍ରକୃତିରେ ଖୁସି ଦେଇପାରିବି। ତେଣୁ ମୋ ପାଖରେ ଯଦି ଖୁସି ନାହିଁ, ମୁଁ ଅନ୍ୟକୁ ଯଦି ଖୁସି ହୁଅ ବୋଲି କହିବି, ତେବେ ଜଣେ ଲୋକ କେବେ ମଧ୍ୟ ଖୁସି ହେଇପାରିବ ନାହିଁ। ସେଥିପାଇଁ ମନୁଷ୍ୟ ନିଜେ ନିଜେ କେବେ ବି ଖୁସି ହେଇପାରିବ ନାହିଁ। କାହିଁକି ନା ମନୁଷ୍ୟ ପାଖରେ ଖୁସି ନାହିଁ ଆଜ୍ଞା। ମନୁଷ୍ୟ ପାଖରେ କେବଳ ସମସ୍ୟା ଅଛି, ପରିସ୍ଥିତି ଅଛି, ଆଉ ଅନେକ ଗୁଡ଼ିଏ କାରଣ ଗୁଡାକ ଅଛି। କିନ୍ତୁ ପରମେଶ୍ୱରଙ୍କ ପାଖରେ ଖୁସି ଅଛି। ସେଥିପାଇଁ ମୁଁ ଖୁସିରେ ଲାଇଫ୍ ବିତେଇବା ପାଇଁ ଯଦି ମୁଁ ଚାହୁଁଛି, ଆଶାରେ ଲାଇଫ୍ ବିତେଇବା ପାଇଁ ଯଦି ମୁଁ ଚାହୁଁଛି, ହେଲେ ମୁଁ ନିଜକୁ ପରମେଶ୍ୱରଙ୍କ ସମ୍ମୁଖରେ ସମର୍ପଣ କଲେ ମୁଁ ପରମେଶ୍ୱରଙ୍କ ଭିତରେ ମୁଁ ଖୁସି ହେଇପାରିବି। ସେଥିପାଇଁ ଆମ ଜୀବନରେ ଯଦି ବାକ୍ୟ ଶୁଣିବାର ହୃଦୟ ଯଦି ଅଛି, ପରମେଶ୍ୱରଙ୍କ ଦ୍ୱାରା କଢ଼େଇକି ନିଆଯିବାର ଯଦି ହୃଦୟ ଅଛି, ପରମେଶ୍ୱରଙ୍କ ଦ୍ୱାରା ଚାଳିତ ହେବାର ହୃଦୟ ଯଦି ଅଛି, ହେଲେ ମୋ ପାଇଁ କୌଣସି ସମସ୍ୟା ନାହିଁ। ତ ସମସ୍ୟା କାହିଁକି ମନୁଷ୍ୟ ହୃଦୟରେ ପ୍ରକୃତରେ ଆସେ? ଯେହେତୁ ମନୁଷ୍ୟ ପାଖରେ ବାକ୍ୟ ନଥାଏ। ତ ମନୁଷ୍ୟ ଯେତେବେଳେ ବାକ୍ୟକୁ ନ ରଖିକି ସେ ଯଦି ଖୁସି ହେବା ପାଇଁ ଚାହୁଁଛି, ଆଶାରେ ବଞ୍ଚିବା ପାଇଁ ଚାହୁଁଛି, ଆନନ୍ଦ କରିବା ପାଇଁ ଚାହୁଁଛି, ଆଉ ନାଚିବା ପାଇଁ ଚାହୁଁଛି, ମନୁଷ୍ୟ କେବେ ମଧ୍ୟ ନାଚି ପାରିବ ନାହିଁ କି ଖୁସି ହେଇପାରିବ ନାହିଁ। ସେଥିପାଇଁ ମନୁଷ୍ୟ ପାଖରେ
କିଛି ବି ନଥାଉ ନା କାହିଁକି, କିନ୍ତୁ ଯଦି ପରମେଶ୍ୱରଙ୍କର ବାକ୍ୟ ତାଙ୍କ ହୃଦୟରେ ଯଦି ସ୍ଥାପିତ ହେଇଛି, ତେବେ ଜଣେ ଲୋକ ସେ ବାକ୍ୟ ଦ୍ୱାରା ଖୁସି ହେଇପାରିବ। ମନୁଷ୍ୟ ଜଗତରେ କେବେ ବି ଖୁସି ହେଇପାରିବ ନାହିଁ। ଆଉ ମନୁଷ୍ୟ ନିଜେ ନିଜର ଲାଇଫ ମୁଁ ତ କେବେ ଜାଣିନି। ମୋ ମୋର ଜୀବନରେ ମୁଁ କାଲି କଣ ଘଟିବ, ଗୋଟେ ଘଣ୍ଟା ପରେ କଣ ଘଟିବ, ଆସନ୍ତା ବର୍ଷ ମୁଁ ଉପକାର ଭାବରେ ଥିବି, ଆଉ ମୋର ଲାଇଫ କଣ ମନୁଷ୍ୟ କେବେ ବି ଜାଣିନି। କିନ୍ତୁ ଯୋଉ ପରମେଶ୍ୱର ଅଛନ୍ତି, ଯେ ମନୁଷ୍ୟକୁ ସୃଷ୍ଟି କରି ଅଛନ୍ତି, ସେ ପରମେଶ୍ୱର ମନୁଷ୍ୟ ଭିତରେ ମନୁଷ୍ୟ ବିଷୟରେ ଭଲରେ ଜାଣିଛନ୍ତି। ତେଣୁ ଆମେ ଯଦି ଦେଖିବା କହିଲେ ସେଠି ମେଣ୍ଢା ଅଛି ଯିଏକି ନିଜର ଲାଇଫ ନିଜେ କେବେ ଜାଣିନି। ମେଣ୍ଢାର ଦୃଷ୍ଟିକୋଣ ହଉଛି 3 ମିଟର, ମାନେ ପାଖାପାଖି 10 ଫୁଟ। ତ ଗୋଟେ ମେଣ୍ଢା मम କେବଳ 10 ଫୁଟ ଯାଏ ହିଁ ସେ ଦେଖିପାରିବ। वेतनोटी पद्मावती तालचेर ଆଉ ମେଣ୍ଢାର ଦୃଷ୍ଟିକୋଣ ହଉଛି 10 ଫୁଟ କେବଳ। ତ ସେଥିପାଇଁ ଏ ମେଣ୍ଢା କାହା ଦ୍ୱାରା ପ୍ରକୃତରେ ଚାଳିତ ହଉଛି, ଆଉ ମେଣ୍ଢାକୁ କିଏ ପ୍ରକୃତରେ ସୁରକ୍ଷା ଦେଉଛି, ସେ ବେଶୀ ଭଲରେ ଦେଖିଛନ୍ତି 10 ଫୁଟ ପରେ ଆଗକୁ କଣ ଅଛି। ସେଥିପାଇଁ ସେଠି ଜଣେ ମେଣ୍ଢାକୁ ଚରେଇବା ଲୋକ ମେଷପାଳକ ଅଛନ୍ତି, ଯିଏକି ସଦାବେଳେ ମେଣ୍ଢାକୁ ପ୍ରକୃତିରେ ଦୃଷ୍ଟି ଦେଇଛନ୍ତି। ସେଥିପାଇଁ ମେଣ୍ଢା ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷିତ ଏଥିପାଇଁ ଅଛି, ତା ପାଖରେ ମେଷପାଳକ ଥିବା ପାଇଁ। ଯଦି ତା ପାଖରେ ଯଦି ମେଷପାଳକ ନାହାନ୍ତି, ସେ ମେଣ୍ଢା କେବେ ମଧ୍ୟ ସୁରକ୍ଷିତ ହେଇକି ବଞ୍ଚି ପାରିବନି। ସେଥିପାଇଁ ଜଣେ born again ହେଲା ପରେ ମଧ୍ୟ, ସତ୍ୟକୁ ଜାଣିଲା ପରେ ମଧ୍ୟ, ତ ଲୋକମାନେ କାହିଁକି ଖୁସି ହଉନାହାନ୍ତି ଜାଣିଛନ୍ତି କି? ଯେହେତୁ ସେମାନଙ୍କ ପାଖରେ ମେଷପାଳକ ନାହାନ୍ତି। ତ ସେମାନେ ଅଛନ୍ତି ଗୋଟେ ଏ ପ୍ରକାର ମେଷ ଯିଏକି ନିଜେ ଚରିକି ଖାଇବା ପାଇଁ ପସନ୍ଦ କରୁଛନ୍ତି। ତ ଯୋଉ ମେଣ୍ଢା ନିଜେ ଚରିକି ଖାଇବ, ସେ ମେଣ୍ଢା ବହୁତ ଲୋକଙ୍କ ଠାରୁ ମାଡ ଖାଇବ। ଆଁ? ତାକୁ କିଏ ବି ପସନ୍ଦ କରିବେ ନାହିଁ। ସେଥିପାଇଁ ସେ ମେଣ୍ଢା ସୁରକ୍ଷିତ ହବ ଯୋଉ ମେଣ୍ଢାର ମେଷପାଳକ ଅଛନ୍ତି। ସେଥିପାଇଁ ଆପଣମାନେ ଚିନ୍ତା କରନ୍ତୁ, ଯଦି ଆପଣମାନେ ସତରେ ରିଏଲି ବନ ହେଇଛନ୍ତି, ପୁନର୍ଜନ୍ମ ପାଇଛନ୍ତି, ପାପ କ୍ଷମା ପାଇଛନ୍ତି, ତେ ଆପଣମାନଙ୍କର ଚାଳକ କିଏ? ଆପଣମାନଙ୍କୁ ପଢେଇକି ନେବା ଲୋକ କିଏ? ଆପଣମାନଙ୍କର ଲାଇଫର ମେଣ୍ଟର କିଏ? ଯଦି ଆପଣମାନଙ୍କ ଲାଇଫର ମେଣ୍ଟର ଯଦି ଆପଣମାନେ ନିଜେ, ତେବେ ଆପଣମାନେ ଅନେକ ବିଷୟରେ ଧୋକା ଖାଇବେ। କିନ୍ତୁ ଆପଣମାନଙ୍କର ମେଣ୍ଟର ଯଦି ଯୀଶୁ ଖ୍ରୀଷ୍ଟ ଅଟନ୍ତି, ତେବେ ଆପଣମାନେ କେବେ ବି ଧୋକା ଖାଇବେ ନାହିଁ, କେବେ ମଧ୍ୟ ପରିସ୍ଥିତିରେ ଭିତରେ ପଡ଼ିବେ ନାହିଁ। କିନ୍ତୁ ପରିତ୍ରାଣ ପାଇଲା ପରେ ସମସ୍ୟା କଣ ଜାଣିଛନ୍ତି? ପରିତ୍ରାଣ ଆମେ ଯେତେବେଳେ ପାଉଛୁ ଆମେ ବେଶୀ ଖୁସି ହଉଛୁ, ମଣ୍ଡଳୀକୁ ଭେଟିକି ବାକ୍ୟ ଶୁଣିକି ସ୍ୱର୍ଗକୁ ଯିବାର ରାସ୍ତାକୁ ପାଇଲି କହିକି ଆମେ ହୃଦୟରେ ବେଶୀ ଆନନ୍ଦ କରୁଛୁ। କିନ୍ତୁ ସେ ଆନନ୍ଦ ଧୀରେ ଧୀରେ ଆମ ପାଖରେ ପ୍ରକୃତିରେ ସରିଯାଉଛି। ତ ଆମେ ଜଣେ ଲୋକ ନିରାଶରେ, ହତାଶରେ, ଆଉ ଅନେକ ଗୁଡ଼ିଏ କଷ୍ଟକୁ ସାମ୍ନା କରିକି, ପରିସ୍ଥିତିକୁ ସାମ୍ନା କରିକି, ଅଭାବକୁ ସାମ୍ନା କରିକି ପ୍ରକୃତିରେ ବଞ୍ଚୁଛୁ। ତ ଆମ ପାଖରେ ଏବେ ଅଭାବ ଅଛି ସେମିତି ନୁହଁ, କିନ୍ତୁ ଆମେ ହଉଛୁ ଜଣେ ଲୋକ ପୂର୍ବରୁ ଅଭାବରେ ପ୍ରକୃତିରେ ଅଛି। ତ ମନୁଷ୍ୟ କୋଉ ଜାଗାରେ ସତରେ ଖୁସି ହବ? ତ ଏ ସମୟରେ ମୁଁ ଯେତେବେଳେ ବାକ୍ୟ ଦ୍ୱାରା ଚିନ୍ତା ବି କରୁଛି, ଆଉ ସରମନ ଗୁଡାକ ମଧ୍ୟ ଯେତେବେଳେ ମୁଁ ଶୁଣୁଛି ମଧ୍ୟ, ତ ପରମେଶ୍ୱର ମୋ ଲାଇଫରେ ଗୋଟେ ଗୋଟେ ବିଷୟକୁ ଦେଖଉଛନ୍ତି। ତ ଆପଣମାନେ ଏଲିମେଲକ ବିଷୟରେ ଜାଣିଛନ୍ତି? ତ ଏଲିମେଲେକ ଜଣେ ଲୋକ ଯିଏକି ମୋଆବ ଦେଶରେ ବାସ କରୁଛନ୍ତି। ତ ଏଲିମେଲକର ହୃଦୟରେ କଣ ଅଛି? ତା ପାଇଁ ବେଥଲିମ୍ ପ୍ରକୃତରେ ବଡ ନାହିଁ। ସେ ବେଥଲିମକୁ ପ୍ରକୃତରେ ଦେଖିଲେ ବେଥଲିମରେ ଖାଦ୍ୟ ନାହିଁ, ଦୁର୍ଭିକ୍ଷ ଅଛି। ତେଣୁ ମୋଆବ ହଉଛି ଗୋଟେ ଜାଗା ଯୋଉ ଜାଗାରେ କି ଖାଦ୍ୟ ପରିପୂର୍ଣ୍ଣ ଅଛି। ତେଣୁ ମୁଁ ମୋଆବକୁ ପ୍ରକୃତରେ ମୋର ପରିବାରକୁ ନେଇକି ଗଲେ ମୁଁ ମୋଆବରେ ପ୍ରକୃତରେ ବେଶୀ ଖୁସି ହେବି। ତେଣୁ ଏଲିମେଲକ ନିଜର 2ଟା ଛୁଆ ନୟମିକୁ ଆଉ ନିଜେ ହେଇକି ମାନେ ମୋଆବ ଦେଶକୁ ପ୍ରସ୍ଥାନ କଲେ ବେଥଲିମକୁ ଛାଡିକି। ତ ମୋଆବ ଦେଶରେ ଯେତେବେଳେ ସେମାନେ ପ୍ରସ୍ଥାନ କଲେ, ମୋଆବ ଦେଶରେ 10 ବର୍ଷ କାଳ ସେମାନେ ରହିଲେ। 10 ବର୍ଷ ଭିତରେ ସେମାନଙ୍କ ଜୀବନରେ ବହୁତ ଗୁଡେ ବିଷୟ ପ୍ରକୃତରେ ଘଟିଲା। ଏଲିମେଲକ ପ୍ରକୃତିରେ ପରେ ମରିଗଲେ, ପରମେଶ୍ୱର ଏଲିମେଲକକୁ ମାରିଦେଲେ। ଯେହେତୁ ଏଲିମେଲକ ଜଣେ ଲୋକ ପରମେଶ୍ୱରଙ୍କ ଦ୍ୱାରା କେବେ ମଧ୍ୟ କଢେଇକି ନିଆଯାଉନଥିଲେ। ତ ଏଲିମେଲକ ଜଣେ ଲୋକ ଥିଲେ ଯିଏକି ନିଜେ ନିଜର ମାଲିକ। ତେଣୁ ଏଲିମେଲକ ଯେତେବେଳେ ମୋଆବ ଦେଶରେ 10 ବର୍ଷ କାଳ ରହିଲେ, ଏଲିମେଲକ ସେ ଜାଗାରେ ମରିଗଲା।
ତ ଏଲିମେଲେକ୍ ମଲା ପରେ ନଈମିର ହୃଦୟରେ ବେଶୀ ସମସ୍ୟା ଆରମ୍ଭ ହେଲା। ନଈମି ପ୍ରକୃତରେ ବେଶୀ କଷ୍ଟ ପାଇଲା। ମୁଁ ନିଜର ସ୍ୱାମୀକୁ ହରେଇଲି। ଆଉ ମୁଁ ଯାହା ଉପରେ ନିର୍ଭର କରିକି ଆଜି ପର୍ଯ୍ୟନ୍ତ ବଞ୍ଚିକି ଆସିଲି ସେ ଆଜି ପ୍ରକୃତରେ ମୋ ପାଖରେ ନାହାନ୍ତି। ହଉ ଠିକ ଅଛି ଚଳିବ, କିନ୍ତୁ ମୋର ଦିଟା ଛୁଆ ଅଛନ୍ତି, ମହଲନା କିଲିୟନ। ତ ଏମାନଙ୍କୁ ମଧ୍ୟ ମୁଁ ନିର୍ଭର କରିକି ବଞ୍ଚି ପାରିବି। ସେଥିପାଇଁ ଏ ନଈମି ଜଣେ ଲୋକ ଯିଏକି ଏଲିମେଲେକ୍ ମଲା ପରେ ମଧ୍ୟ ସେ କେବେ ମଧ୍ୟ ଚେତାକୁ ଆସିଲା ନାହିଁ। ସେ କେବେ ମଧ୍ୟ ନିଜର ସେନ୍ସକୁ ପ୍ରକୃତରେ ଫେରି ପାଇଲା ନାହିଁ। ତ ନଈମିର ହୃଦୟରେ ଏ କଷ୍ଟ ଆସୁଛି, ମାନେ ସେଟା ଅଲଗା କିଛି କାରଣ ପାଇଁ ନାହିଁ, କିନ୍ତୁ ପରମେଶ୍ୱର ନଈମିକୁ ନେଇକି ବେଶୀ ଭଲ ପାଉଛନ୍ତି। ଯେହେତୁ ନଈମିକୁ ଯେହେତୁ ପରମେଶ୍ୱର ଭଲ ପାଉଛନ୍ତି, ତ ଏ ଏଲିମେଲକ୍ ଯିଏ ଅଛି ଏ ନଈମିକୁ ସଦାବେଳେ ବାଧା ଦେଉଛନ୍ତି। ନଈମିକୁ ସଦାବେଳେ ପ୍ରକୃତରେ ବେଥଲେହେମକୁ ଯିବା ପାଇଁ ମନା କରୁଛନ୍ତି। ସେଥିପାଇଁ ପରମେଶ୍ୱର ଦେଖିଲେ ଏଲିମେଲକ୍ ବଞ୍ଚିଲେ ଭଲ ନାହିଁ, ଆଉ ଏଲିମେଲକକୁ ପ୍ରକୃତରେ ନଈମି ଠାରୁ କାଢିଦେବା ଦରକାର। ସେଥିପାଇଁ ପରମେଶ୍ୱର ଏଲିମେଲକକୁ ପ୍ରକୃତରେ ମାରି ଦେଉଛନ୍ତି। ତ ଏଲିମେଲେକ୍ ମଲା ପରେ ନୋଏମି ପ୍ରକୃତରେ ସତରେ ଅର୍ଦ୍ଧମୃତ ହେଇକି ଜୀବନ ବଞ୍ଚିଲା। ତ ଅର୍ଦ୍ଧମୃତ ହେଇକି ଜୀବନ ବଞ୍ଚିଲା, ଅଧା ତାର ଜୀବନ ରହିଲା। ସେ କାହା ଉପରେ ଡିପେଣ୍ଡ କଲା? ପୁଣି ମହଲନ ଉପରେ, କିଲିୟନ ଉପରେ, ତାଙ୍କର ପୁଅମାନଙ୍କ ଉପରେ ସେ ଡିପେଣ୍ଡ କରିକି ବଞ୍ଚିଲା। ତ ପରମେଶ୍ୱର ଦେଖିଲେ ନୋଏମି ଜଣେ ଲୋକ ଏବେ ବି ସେ ସକ୍ଷମ ନାହିଁ ନିଜର ମନ ପରିବର୍ତ୍ତନ କରିବା ପାଇଁ। ଏବେ ମଧ୍ୟ ସେ ନିଜର ଲାଇଫ ବିଷୟରେ କେବେ ବି ଚିନ୍ତା କରୁନାହିଁ ସେ। ସେଥିପାଇଁ ପରମେଶ୍ୱର ଦେଖିଲେ, ତ ଏମାନେ ମଧ୍ୟ ମାୟାବୀ ସ୍ତ୍ରୀ ମାନଙ୍କୁ ବାହା ହେଇଛନ୍ତି, ଆଉ ଅର୍ଫାକୁ ଋତକୁ ଏମାନେ ବାହା ହେଇଛନ୍ତି। ସେଥିପାଇଁ ପରମେଶ୍ୱର ଦେଖିଲେ ଏ ପୁଅମାନଙ୍କ ପାଖରେ ମଧ୍ୟ ପରମେଶ୍ୱରଙ୍କ ଦ୍ୱାରା କଢେଇକି ନିଆଯିବାର ହୃଦୟ ପ୍ରକୃତିରେ ନାହିଁ। ଏମାନେ ସମସ୍ତେ ଭ୍ରଷ୍ଟ ହେଇଛନ୍ତି। ମାନେ ଯାହା ପରମେଶ୍ୱର ଘୃଣା କରୁଛନ୍ତି ସେ ପ୍ରକାର କାର୍ଯ୍ୟ ସେମାନେ କରୁଛନ୍ତି। ତ ପରମେଶ୍ୱର ଏ ଦୁଇଟା ପୁଅକୁ ମଧ୍ୟ ଦେଖିଲେ, ଏମାନେ ମଧ୍ୟ ସମାନ ସେ ଏଲିମେଲେକର ରାସ୍ତାରେ ହିଁ ଯାଉଛନ୍ତି। ସେଥିପାଇଁ ପରମେଶ୍ୱର ଭାବିଲେ ଇଏ ମାନେ ବଞ୍ଚିଲେ ମଧ୍ୟ ନଈମିର ଜୀବନ ବେଶୀ ଧ୍ୱଂସ ହବ। ନଈମି ପ୍ରକୃତିରେ ଆହୁରି କଷ୍ଟ ପ୍ରକୃତିରେ ପାଇବ। ସେଥିପାଇଁ ପରମେଶ୍ୱର କଣ କଲେ? ପରମେଶ୍ୱର ଏଲିମେଲେକକୁ ମାରିଦେଲା ପରେ ପରବର୍ତ୍ତୀ ସମୟରେ ମହଲନା କିଲିୟନକୁ ମଧ୍ୟ ପ୍ରକୃତରେ ମାରୁଛନ୍ତି। ତେ ମହଲନା କିଲିୟନ ମରିଗଲା ପରେ ଏ ନଈମି ଜଣେ ଲୋକ ବେଶୀ ଭାଙ୍ଗି ପଡିଲା। ଏବେ କଣ କରିବି? କିଏ ମୋର ସାହାରା ହବ? ହଁ, ମୁଁ ସ୍ୱାମୀ ବିହୀନ ହେଇକି ବଞ୍ଚିଲି ସତ, କିନ୍ତୁ ଚଳିଥାନ୍ତା। କିନ୍ତୁ ମୋର ଦିଟା ପୁଅ ଥିଲେ। ହଁ, ଏ ମହଲନା କିଲିୟନ ଏମାନଙ୍କ ଉପରେ ମଧ୍ୟ ମୁଁ ବଞ୍ଚି ପାରିଥାନ୍ତି। ହଁ, ଏମାନେ ମତେ ଯତ୍ନ କରିଥାନ୍ତେ, ଏମାନେ ମୋ ପାଇଁ ଚିନ୍ତା କରିଥାନ୍ତେ। କିନ୍ତୁ ଏବେ ପରମେଶ୍ୱର ଏ ମହଲନା କିଲିୟନକୁ ମଧ୍ୟ ମାରିଦେଲେ। ତ ମୋର ଜୀବନରେ ମୁଁ କାହିଁକି ଏ ପ୍ରକାର ସମସ୍ୟାକୁ ସାମ୍ନା କରୁଛି? ମୋ ଜୀବନରେ କାହିଁକି ଏ ପ୍ରକାର ବିଷୟ ପ୍ରକୃତିରେ ଅଛି? ପରମେଶ୍ୱର ବୋଧେ ମତେ ଘୃଣା କରୁଛନ୍ତି, ପରମେଶ୍ୱର ବୋଧେ ମତେ ଭଲ ପାଉନାହାନ୍ତି। ତା ମାନେ ସତରେ ମୁଁ ଆଜି ପର୍ଯ୍ୟନ୍ତ ମୋର ଚେତାକୁ ହରେଇକି ପ୍ରକୃତିରେ ବଞ୍ଚିଛି। ଯେତେବେଳେ ନଈମି ପ୍ରକୃତିରେ ସେ ପ୍ରକାର ଭାବରେ ଚିନ୍ତା କରିବାଟା ଆରମ୍ଭ କଲେ, ତ ପରବର୍ତ୍ତୀ ସମୟରେ ନଈମି ଗୋଟେ ବିଷୟକୁ ଦେଖିଲେ, ହଁ, ମୁଁ ଏ ଜାଗାକୁ ପରିପୂର୍ଣ୍ଣ ହେଇକି ଯାତ୍ରା କରିକି ଆସିଥିଲି, କିନ୍ତୁ ଆଜି ମୋ ପାଖରେ କିଛି ବି ନାହିଁ। ହଁ, ସର୍ବଶକ୍ତିମାନ ମତେ ଖାଲି କରି ଅଛନ୍ତି, ଆଉ ପରମେଶ୍ୱର ମତେ ପୁନର୍ବାର ସେ ବେଥଲେହେମକୁ ପ୍ରକୃତିରେ ନେବା ପାଇଁ ଚାହୁଁଛନ୍ତି। ତ ସତରେ ମୁଁ ସେ ବେଥଲେହେମକୁ ପ୍ରକୃତିରେ ଫେରିଲେ ହିଁ ମୁଁ ଜଣେ ଲୋକ ଖୁସିରେ ପ୍ରକୃତିରେ ବଞ୍ଚିବି। ତ ସେଇ ସମୟରେ ସେ ଅର୍ଫାକୁ ଋତକୁ ପ୍ରକୃତିରେ ଡାକିଲେ, ଆଉ ନୟମୀ ପ୍ରକୃତିରେ କହିଲେ, ଆଉ ମୋର ଆ, କନ୍ୟା ମାନେ, ମୋର ଝିଅ ମାନେ, ତମେ ଶୁଣ। ତମେ ମୋ ପଛରେ ଆସିବା ପରିବର୍ତ୍ତେ ତମେ ନିଜ ନିଜ ଘରକୁ ପ୍ରକୃତରେ ଫେରିଯାଅ। ତମ ନିଜ ନିଜ ଯାହା ଘରେ ତମେ ଫେରିଯାଅ, ସେଟା ବେଶୀ ଭଲ ହବ ତମ ପାଇଁ। କାରଣ ମୋର ସ୍ୱାମୀ ଏଲିମେଲେକ ମଧ୍ୟ ମରିଗଲା। ମୋର ଦିଟା ଛୁଆ ମହଲନା କିଲିୟନ ମଧ୍ୟ ପ୍ରକୃତିରେ ନାହାନ୍ତି। ଦେଖ, ମୁଁ ଗତ ବୟସ୍କା ହେଲିଣି, ମୁଁ ବୃଦ୍ଧ ହେଇଗଲିଣି। ଏବେ ମୋ ପଛରେ ତମେ ଆସିଲେ ମଧ୍ୟ କିଛି ଲାଭ ନାହିଁ। କାହିଁକି? ମୁଁ ଏବେ ଅନ୍ୟ ସ୍ୱାମୀକୁ ମଧ୍ୟ ଗ୍ରହଣ କରିପାରିବି ନାହିଁ। ଯଦି ବି ମୁଁ ଅନ୍ୟ ସ୍ୱାମୀକୁ ଗ୍ରହଣ କରେ, ଛୁଆ ବି ଜନ୍ମ କରେ, ତେବେ ତମେ ସେତିକି ବୟସ ପର୍ଯ୍ୟନ୍ତ ତମେ କଣ ସେମାନଙ୍କର ଅପେକ୍ଷାରେ କଣ ରହିବ କି? ସେଥିପାଇଁ ଭଲ ହବ ତମେ ନିଜ ନିଜ ଘରକୁ ପ୍ରକୃତରେ ଫେରିଯାଅ। ତ ସେ ସମୟରେ ଏ ଅର୍ଫା ଆଉ ନଈମି ଯେତେବେଳେ ଅର୍ଫା ପ୍ରକୃତରେ ଋତୁ ଯେତେବେଳେ ଦେଖୁଛନ୍ତି, ତେ ନଈମି ପ୍ରକୃତରେ ଚାହୁଁନାହିଁ ବର୍ତ୍ତମାନ ଏ ଅର୍ଫାକୁ ଆଉ ଋତୁକୁ ପ୍ରକୃତରେ ନିଜ ସହିତ ନେବା ପାଇଁ। ଅର୍ଫା ଯେତେବେଳେ ଦେଖିଲା ଏ ପ୍ରକାର ବିଷୟ ଯେତେବେଳେ ଶୁଣିଲା, ତ ଅର୍ଫାର ବୁଦ୍ଧିରେ କଣ ଆସିଲା? ଆରେ, ମୋର ଶାଶୁମା ବେଶୀ ବଢିଆ ଚିନ୍ତା କରୁଛନ୍ତି।
ମୁଁ ଏବେ ନିଜ ଘରକୁ ଫେରିବି, ଆଉ ନୂଆ ସ୍ୱାମୀକୁ ମୁଁ ଗ୍ରହଣ କରିବି, ନୂଆ ଜୀବନ ଆରମ୍ଭ କରିବି। ତ ଏ ପ୍ରକାର ଭାବିକି ସେ ନଈମି ଠାରୁ ପ୍ରକୃତିରେ ଅଲଗା ହେଇକି ନିଜ ଘରକୁ ସେ ଫେରିଗଲା। ତ ନଈମି ଯେତେବେଳେ ଅର୍ଫା ଯେତେବେଳେ ଫେରିଗଲା, କିନ୍ତୁ ଋତୁକୁ ଯେତେବେଳେ ନଈମି ଦେଖିଲେ, ଋତ ପ୍ରକୃତିରେ ବେଶୀ ଆଶ୍ଚର୍ଯ୍ୟ। ଋତ ପ୍ରକୃତିରେ ସେ ଯାଉନାହିଁ। ନଈମି ଡାକିଲା, କହିଲା ତମେ କାହିଁକି ଯାଉନ? କଣ ପାଇଁ ତମେ ଫେରୁନ? କଣ ସମସ୍ୟା? ତ ତୋର ଅର୍ଫା ତ ଫେରିଗଲା, କିନ୍ତୁ ତୋର ଯା ଯେମିତି ଫେରିଗଲା, ତୁ ମଧ୍ୟ ସେମିତି ଯା। ତ ଇଏ ପ୍ରକୃତରେ ସେ ସମୟରେ ସିଧା କହିବାଟା ଆରମ୍ଭ କଲେ, ନାଇଁ ମତେ ଆଉ ଯିବା ପାଇଁ ବାଧ୍ୟ କର ନାହିଁ। ଆଉ ତମେ ଯୁଆଡେ ଯିବ ମୁଁ ସିଆଡେ ଯିବି। ତମର ଲୋକ ମୋର ଲୋକ ହେବେ, ତମେ ଯୋଉଠି ରହିବ ମୁଁ ସେ ଜାଗାରେ ରହିବି। ତମର ପରମେଶ୍ୱର ମୋର ପରମେଶ୍ୱର ହେବେ। ତମ ଆଉ ମୋ ଭିତରେ ମୃତ୍ୟୁ ଛଡା କିଏ ମଧ୍ୟ ଅଲଗା କରିପାରିବ ନାହିଁ। ତା ମାନେ ଋତ ହଉଛି ଗୋଟେ ବିଷୟ, ଗୋଟେ ସ୍ତ୍ରୀ ଲୋକ ଯିଏକି ଭଲରେ ସେ ଜାଣିଛି ଏ ମାୟା ଦୋଷରେ ବଞ୍ଚିଲା ବୋଲି। ନଈମି ପଛରେ ଯେତେବେଳେ ବଞ୍ଚିଲା, ଖାଲି ଏ ନଈମିର ବୋହୂ ହେଇକି ବଞ୍ଚିଲା ନାହିଁ, କିନ୍ତୁ ନଈମି ପଛରେ ଯୋଉ ଯୀଶୁଖ୍ରୀଷ୍ଟଙ୍କର ବଂଶାବଳୀ ଆସୁଛି, ତ ସେ ବିଷୟକୁ ସେ ଆବିଷ୍କାର କରିକି ବଞ୍ଚିଲା। ତା ମାନେ ପରମେଶ୍ୱର ଏଲିମେଲକକୁ କାଢିଦେବାର ଗୋଟେ ଉଦ୍ଦେଶ୍ୟ, ମହଲନା କିଲିୟନକୁ ପ୍ରକୃତରେ ଅଲଗା କରିବାର ଗୋଟେ ଉଦ୍ଦେଶ୍ୟ, ଏ ନଈମିକୁ ବେଥଲେମକୁ ପ୍ରକୃତିରେ ନେବା ପାଇଁ ପରମେଶ୍ୱରଙ୍କର ଉଦୟ ଅଛି। ସେଥିପାଇଁ ମୁଁ ମଧ୍ୟ ନିଜେ କେବେ ମଧ୍ୟ ବେଥଲେମରେ ପ୍ରବେଶ କରିପାରିବି ନାହିଁ, କିନ୍ତୁ ନଈମି ପଛରେ ଗଲେ ମୁଁ ଜଣେ ଲୋକ ବେଥଲେମରେ ପ୍ରବେଶ କରିବା ପାଇଁ ସକ୍ଷମ। ସେଥିପାଇଁ ଇଏ ହୃତର ହୃଦୟକୁ ଦେଖିଲେ, ଇଏ 10 ବର୍ଷ କାଳ ନଈମିର ତଳେ ରହିଲା, କିନ୍ତୁ ଖାଲି ରହିଲା ନାହିଁ। ସେ ବହୁତ ଗୁଡେ ବିଷୟରେ ଚିନ୍ତା କଲା, ଆଉ ସେ ନିଜ ମନ ପରିବର୍ତ୍ତନ କରିକି ଉକ୍ତରେ ବଞ୍ଚିଲା ସେ। ସେଥିପାଇଁ ନୋଏମି ଯେତେବେଳେ ବେଥଲେହେମକୁ ଫେରିଲା, ତ ବେଥଲେହେମ ଲୋକ ଯେତେବେଳେ ଦେଖିଲେ ନୋଏମି ଫେରୁଛି, ଦେଖିଲେ ନୋଏମିକୁ, ଲୋକ ପାଟି କଲେ, ଏ ନୋଏମି ଫେରିଲା, ନୋଏମି ଫେରିଲା, ନୋଏମି ଫେରିଲା କହିକି। ଏ ନୋଏମି କଣ କହିଲା? ମତେ ଆଉ ନୋଏମି ମଧୁର ବୋଲି ଡାକ ନାହିଁ, ମତେ ମାରା ତିକ୍ତ ବୋଲି ଡାକ। ଆଜି ମୁଁ ପରିପୂର୍ଣ୍ଣ ହେଇକି ଯାତ୍ରା କରିଥିଲି, କିନ୍ତୁ ସର୍ବଶକ୍ତିମାନ ମତେ ଶୂନ୍ୟ କରିକି ଆଣିଲେ। ତ ଇଏ ଗୋଟେ ବିଷୟକୁ ସେ ସମୟରେ କହୁଛି, ହଁ ପରମେଶ୍ୱର ମତେ ଶୂନ୍ୟ କଲେ, ପରମେଶ୍ୱର ମତେ ଖାଲି କଲେ। ହଁ ପରମେଶ୍ୱର ମତେ ଏଥିପାଇଁ ଖାଲି କରିଛନ୍ତି, ମୁଁ ଯେମିତି ବେଥଲେହେମକୁ ପ୍ରକୃତରେ ଫେରିକି ଆସିପାରିବି। ସେଥିପାଇଁ ବେଥଲେହେମ ହଉଛି ଜଣେ ଲୋକ, ବେଥଲେହେମ ହଉଛି ଗୋଟେ ଜାଗା, ଯୋଉ ଜାଗା କି ରୁଟିର ଘର ବୋଲି ପ୍ରକୃତିରେ ବୁଝାଯାଏ। ସେଥିପାଇଁ ବେଥଲେହେମରେ ଥିବାଟା ଏ ନୋଏମି ପାଇଁ ବେଶୀ ଅନୁଗ୍ରହ। ଭାଇ ଭଉଣୀ ମାନେ, ଆମେ ମଧ୍ୟ ଏ ଜଗତରେ ବଞ୍ଚୁଛୁ। ସତରେ ଆମେ ପରିତ୍ରାଣ ପାଇଲା ଦିନଠାରୁ ପରମେଶ୍ୱର ଆମମାନଙ୍କୁ ଏ ବେଥଲେହେମରେ ପ୍ରକୃତିରେ ରଖିଲା ପରି ପ୍ରତ୍ୟେକ ବିଷୟରେ ଆମମାନଙ୍କୁ ଦେଇକି ଆଜି ପର୍ଯ୍ୟନ୍ତ କଢେଇକି ଆଣିଛନ୍ତି। କିନ୍ତୁ ଆମେ ଜଣେ ଲୋକ କେମିତି ବଞ୍ଚିବା ପାଇଁ ଚାହୁଁଛୁ? ଏଇଠି ମହଲନ ଆଉ କିଲିୟନ ପରି, ଏଲିମେଲେକ ପରି ପ୍ରକୃତିରେ ଆମେ ଚାହୁଁଛୁ, ପରିପୂର୍ଣ୍ଣ ହେଇକି ଜୀବନ ବଞ୍ଚିବା ପାଇଁ ଚାହୁଁଛୁ। କିନ୍ତୁ ଏ ପରିପୂର୍ଣ୍ଣ ହେଇକି ଜୀବନ ବଞ୍ଚିଲେ ମଧ୍ୟ ଆମ ପାଇଁ କଣ ଲାଭ ହବ? ଆମେ ସବୁ କିଛି ପାଇକି ବଞ୍ଚିଲେ ମଧ୍ୟ ମୁଁ ଯଦି ନିଜର ଜୀବନକୁ ହରେଇବି, ତାହେଲେ କଣ ଲାଭ ହବ? ଆଁ? ଆମେ ଯଦି ଚିନ୍ତା କରିବା, ତେବେ ପରମେଶ୍ୱରଙ୍କର ବାକ୍ୟ ପାଇକି ଆମେ କେତେ ଖୁସିର ଲୋକ ଆମେ। ପରମେଶ୍ୱର ଆମମାନଙ୍କୁ କେତେ ଆନନ୍ଦର ଲୋକ ପ୍ରକୃତିରେ କରିଛନ୍ତି। ଆମେ ଆଶାବାଦୀ। ଆମକୁ ଯିଏ ଭେଟିବ ସେ ଆଶା ପ୍ରକୃତିରେ ପାଇବ। ଆମ ସାମ୍ନାକୁ ଯିଏ ଆସିବ ସେ ଜୀବନ ପ୍ରକୃତିରେ ପାଇବ। ତେବେ ଆମେ କେତେ ମୂଲ୍ୟବାନ ଲୋକ ପରମେଶ୍ୱରଙ୍କ ଦୃଷ୍ଟିରେ। ସେଥିପାଇଁ ପରମେଶ୍ୱର ଆମ ପାଇଁ ସବୁ ବିଷୟକୁ କାମ କରିକି, ଗୋଟେ ଛୁଆକୁ ମା ଯେମିତି ଯତ୍ନ କରୁଛି, ପରମେଶ୍ୱର ମଧ୍ୟ ଆମମାନଙ୍କୁ ସେ ପ୍ରକାର ଭାବରେ ଆଜି ପର୍ଯ୍ୟନ୍ତ ଯତ୍ନ କରିକି ଆଣିଛନ୍ତି। କିନ୍ତୁ ଆମେ ପରମେଶ୍ୱରଙ୍କୁ ପାଇକି ଖୁସି ନାହୁଁ, ବାକ୍ୟ ପାଇକି ଖୁସି ନାହୁଁ, ଚର୍ଚ୍ଚକୁ ପାଇକି ଖୁସି ନାହୁଁ। ସଦାବେଳେ ଆମେ ଜଣେ ଲୋକ ସେଠି ଆଁ ଅର୍ଫା ପରି ଗୋଟେ ଅଲଗା ରାସ୍ତାକୁ ପ୍ରକୃତିରେ ରଖିକି ନଈମି ପଛରେ ପ୍ରକୃତିରେ ବଞ୍ଚୁଛୁ। କିନ୍ତୁ ଭାଇ ଭଉଣୀ ଆମେ ଚିନ୍ତା କରିବା, ଆମେ କୋଉ ପ୍ରକାର ଲୋକ? ସତରେ କଣ ମୁଁ ଜଣେ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ ଲୋକ କି? ସତରେ ମୁଁ ଜଣେ ଲୋକ ଚର୍ଚ୍ଚକୁ ଆସିବା ପାଇଁ, ଚର୍ଚ୍ଚରେ ବଞ୍ଚିବା ପାଇଁ, ଚର୍ଚ୍ଚ ଦ୍ୱାରା ମୁଁ ସେବା ପାଇବା ପାଇଁ ମୁଁ କଣ ଯୋଗ୍ୟ ଲୋକ କି? ଆମେ କିଛି ସେମିତି ଲୋକ ବି ନାହିଁ। ଆମ ପାଖରେ ନିଜର ହୃଦୟକୁ ଦେଖିଲେ ଆମେ ହଉଛୁ ସଦାବେଳେ ବିପରୀତ ଲୋକ। ଆଁ? ବିପରୀତ ନିଜର ରାସ୍ତାକୁ ରଖିକି ଆମେ ଚର୍ଚ୍ଚକୁ ଆସିବା ଲୋକ। ସେଥିପାଇଁ ପରମେଶ୍ୱର ଆମର ରାସ୍ତାକୁ ସବୁକୁ ବ୍ଲକ୍ କରୁଛନ୍ତି। ସେଥିପାଇଁ କାନ୍ଦ କାହିଁକି ଆସୁଛି? ଯନ୍ତ୍ରଣା କାହିଁକି ଆସୁଛି? ସମସ୍ୟା ପରିସ୍ଥିତି ଅଛି, ସେଥିପାଇଁ କାନ୍ଦ ଆସୁଛି ସେମିତି ନାହିଁ। ଆମ ପାଖରେ ବାକ୍ୟ ନାହିଁ, ସେଥିପାଇଁ ଆମେ କାନ୍ଦୁଛୁ। ଯଦି ମୋ ପାଖରେ ଏବେ ଯଦି ବାକ୍ୟ ଅଛି, ପରମେଶ୍ୱର ଯଦି ମୋ ପାଇଁ ବେଶୀ ବଡ, ବାକ୍ୟ ଯଦି ମୋ ପାଇଁ ବେଶୀ ବଡ, ମୋ ପାଇଁ ଚୋର ଯଦି ବେଶୀ ବଡ, ତେବେ ଆମେ ଋତ ପରି କଣ କହିବୁ? ମତେ ଆଉ ଯିବା ପାଇଁ ବାଧ୍ୟ କର ନାହିଁ। ମୁଁ ତମ ପଛରେ ଯିବି।
ତମେ ଯୁଆଡେ ଯିବ ସିଆଡେ ଯିବି, ତମର ଲୋକ ମୋର ଲୋକ ହେବେ, ତମର ପରମେଶ୍ୱର ମୋର ପରମେଶ୍ୱର ହେବେ। ତମେ ଆଉ ମୋ ଭିତରେ ମୃତ୍ୟୁ ଛଡା କିଏ ଅଲଗା କରିପାରିବ ନାହିଁ। ସେଥିପାଇଁ ଏଇଟା ହଉଛି ଗୋଟେ ବେଶୀ କୋଉ ପ୍ରକାର ବାକ୍ୟ ଜାଣିଛନ୍ତି, ସତରେ ବେଶୀ ମୂଲ୍ୟବାନ ବାକ୍ୟ ଏଇଟା। ମୁଁ ଏ ବାକ୍ୟ ଯେତେବେଳେ ଆଜି ପଢିଲି, ଆଉ ପରମେଶ୍ୱରଙ୍କର ହୃଦୟ କଣ ବୋଲି ମୁଁ ଚିନ୍ତା ଯେତେବେଳେ କଲି, ପରମେଶ୍ୱର ମତେ ଦେଖେଇଲେ ତୁ ହଉଛି ସେ ଅର୍ଫା ପରି ଲୋକ, ତୁ ହଉଛୁ ସେ ନୟମୀ ପରି ଲୋକ ଯିଏକି ନିଜର ରାସ୍ତାକୁ ରଖିକି ବଞ୍ଚୁଛୁ। କିନ୍ତୁ ପରମେଶ୍ୱର ତତେ ବେଥଲେହେମକୁ ନେବା ପାଇଁ ଚାହୁଁଛନ୍ତି। ତୁ ବେଥଲେହେମକୁ ଗଲେ ତୁ ଖୁସି ହବୁ। ସେଥିପାଇଁ ମୁଁ ଚିନ୍ତା କଲି, ଆରେ ବେଥଲେହେମରେ କିଏ ଅଛି? ବେଥଲେହେମରେ ଯୀଶୁ ଅଛନ୍ତି। ଯୀଶୁଙ୍କର ସେଇଟା ଆଁ, ଜନ୍ମଗୃହ ସେଇଟା। ବେଥଲେହେମରେ ଯୀଶୁ ଜନ୍ମ ହଉଛନ୍ତି। ଅର୍ଫା ସରି, ଋତ ଭଲ ରାସ୍ତାକୁ ପ୍ରକୃତିରେ ବାଛିଛି। ତାମାନେ ସେ ଜାଣିଛି ମୁଁ ନୟମୀ ପଛରେ ଗଲେ ମୁଁ ନୟମୀର ବଂଶରେ ପ୍ରକୃତିରେ ଗଢ଼ାଯିବି। ତାମାନେ ମୁଁ ନୟମୀର ବଂଶରେ ମୋର ନାଁ ପ୍ରକୃତିରେ ଆସିବ। ଯୀଶୁଙ୍କର ବଂଶାବଳୀରେ ମୋର ନାଁ ପ୍ରକୃତିରେ ଆସିବ। ସତରେ ଏ ଋତ କେବେ ମଧ୍ୟ ବେଥଲେହେମରେ ନିଜେ 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 ନିଜର କର୍ମ ପାଇଁ କି ନିଜର ଉତ୍ତମତା ପାଇଁ କେବେ ପ୍ରବେଶ କରିପାରିବ ନାହିଁ। କାରଣ ସେ ହେଉଛି ବିଜାତୀୟ ସ୍ତ୍ରୀ। ସେଥିପାଇଁ ଆମେ ମଧ୍ୟ ନିଜେ କେବେ ସ୍ୱର୍ଗକୁ ଯାଇପାରିବୁ ନାହିଁ। କିନ୍ତୁ ପରମେଶ୍ୱର ଆମମାନଙ୍କୁ ଭଲ ପାଉଛନ୍ତି। ସେଥିପାଇଁ ସେ ଜାଗାରେ ତାମାରର ଜୀବନକୁ ମଧ୍ୟ ଦେଖିବେ। ସେଠି ତାମାର ମଧ୍ୟ ଜଣେ ଲୋକ ଅଛି, ଯିଏକି ଆଦି ପୁସ୍ତକ 38 ପର୍ବରେ, ତ ଏ ତାମାର ମଧ୍ୟ କୋଉ ପ୍ରକାର ଜୀବନ ବଞ୍ଚୁଛି। ତାମାର ତାମାର ଗୋଟେ ଦିନ ଜିହୁଦାର ମଞ୍ଜିକୁ ସେ ଗ୍ରହଣ କଲା। ଜିହୁଦା ହଉଛନ୍ତି ତାଙ୍କର ଶ୍ୱଶୁର। ତ ତାମାର ସ୍ୱାମୀ ତାମାର ପ୍ରକୃତିରେ ଗୋଟେ ଦିନ ବିଧବା ସ୍ତ୍ରୀକୁ ପ୍ରକୃତିରେ ପରିଧାନ କରୁଛି। ଗୋଟେ ରାସ୍ତାରେ ପ୍ରକୃତିରେ ବସୁଛି ବିଧବା, କଣ ମାନେ ଗୋଟେ ବେଶ୍ୟା ହେଇକି। ତ ଜିହୁଦା ରାସ୍ତାରେ ଗଲା ବେଳକୁ ଜିହୁଦା ଦେଖିଲେ, ଆଉ ପଚାରିଲେ, ଆଉ କହିଲେ, ତମେ ମତେ ଟିକେ ଆଲାପ କର, ମୁଁ ତମ କତିକୁ ଯିବି। ଆଉ ତାମାର କହିଲେ, ତମେ ମତେ କଣ ଦବ? ଆଁ ଜିହୁଦା କହିଲା, ଯେ ମୁଁ ତତେ ଛେଳି ଛୁଆ ମେଣ୍ଢା ଛୁଆ ପଠେଇଦେବି। ତ ସେ ମେଣ୍ଢା ଛୁଆ ଆସିବା ପର୍ଯ୍ୟନ୍ତ ତା ପୂର୍ବରୁ ମତେ କଣ ଦବ? ତ ସେ ସମୟରେ ଜିହୁଦା କହିଲା, ଠିକ ଅଛି, କଣ ଦେବା? କଣ ଦେଲେ ତମେ ଖୁସି ହବ? ତ ତାମାର ତାକୁ କହିଲା, କଣ କହିଲା ଜାଣିଛନ୍ତି? ଆଦି ପୁସ୍ତକ 38 ପର୍ବରେ 17 ପଦରେ ଦେଖିବା କହିଲେ, 16 17 ପଦ ଦେଖିବା। ଏ ନିମନ୍ତେ ସେ ପଥ ପାର୍ଶ୍ୱରେ ତାହା ନିକଟକୁ ଯାଇ ପୁତ୍ରବଧୂକୁ ଚିହ୍ନି ନ ପାରି କହିଲା, ନିବେଦନ କରୁଅଛି, ତୁମ କତିକି ମତେ ଯିବାକୁ ଦିଅ। ତହୁଁ ତାମାର କହିଲା, ତୁମେ ମୋ କତିକି ଆସିବା ପାଇଁ କଣ ଦେବ? ସେ କହିଲା, ପୁଲରୁ ଗୋଟିଏ ମେଣ୍ଢା ଛେଳି ଛୁଆ ପଠେଇ ଦେବି। ତାମାର କହିଲା, ତାହା ପଠାଇବା ଯାଏ ମତେ କି କୌଣସି ବନ୍ଧକ ଦେବ? ଏ ବର୍ତ୍ତମାନ କଣ ମାଗୁଛି? ଗୋଟେ ବନ୍ଧକ ମାଗୁଛି। ସେଟା ଛେଳି ଆଇବା ପୂର୍ବରୁ କଣ ଦେବ? କୋଉ ପ୍ରକାର ବନ୍ଧକ ଦେବ? ଦିଅ। ସେତେବେଳେ ଜିହୁଦା କଣ କଲା? ଯେହେତୁ ତାମାର ଯିଏ, ଇଏ ତାର ମୁହଁକୁ ଆଚ୍ଛାଦନ କରିଛି, ଆଁ ପ୍ରକୃତରେ ବେଶୀ ସଜେଇ ହେଇଛି, ମୁହଁ ଢାଙ୍କିକି ରାସ୍ତାରେ ବସିଛି। ଜିହୁଦା ଦେଖିଲା, ଲୋଭ ଲାଗିଲା। ହୁଁ? ଲୋଭ ଲାଗିଲା, କହିଲେ, ମତେ ତମ ପାଖକୁ ଆଇବାକୁ ଦିଅ। ମୁଁ ତମ ସହିତ ଶୟନ କରିବି। ସେମିତି କହିବା ପାଇଁ ଚାହୁଁଛନ୍ତି। ତ ତାମାର କହିଲା, କଣ ଦେବ ମତେ? ଆଁ ଜିହୁଦା କହିଲା, ମୁଁ ଛେଳି ଛୁଆ ଦେବି, ପଠେଇଦେବି। କିନ୍ତୁ ତା ପୂର୍ବରୁ କଣ ଦେବ? ସେତେବେଳେ ଜିହୁଦା କଣ କହିଲା? 18 ପଦରେ ଜିହୁଦା କହିଲା, କଣ ବନ୍ଧକ ଦେବା? ତାମାର କହିଲା, ତୁମର ଏହି ମୋହର ଓ ସୂତ୍ର ଆଉ ହସ୍ତଯଷ୍ଟି। ତହୁଁ ଜିହୁଦା ତାକୁ ସେ ସବୁ ଦେଲା। ଦେଇ ତାହା କତିକି ଗମନ ଗମନ କଲା। ତହୁଁରେ ସେ ତାହା ଦ୍ୱାରା ଗର୍ଭବତୀ ହେଲା। ତ ଏ ଜାଗାରେ ଦେଖିବାକୁ ହେଲେ, ବର୍ତ୍ତମାନ ଜିହୁଦା କଣ ଦଉଛି? ତାକୁ ମୋହର ଦଉଛି, ସୂତ୍ର ହସ୍ତଯଷ୍ଟି ଦଉଛି। ତାପରେ ତା ପାଖକୁ ସେ ଗମନ କରୁଛି। ତ ଏଇଟା ହଉଛି ଗୋଟେ ପ୍ରମାଣ। କାହିଁକି ଗୋଟେ ବିଧବା ସ୍ତ୍ରୀ, ସ୍ୱାମୀ ହରେଇଥିବା ସ୍ତ୍ରୀ, ଆଁ ଯୋଉ ଗୋଟେ ପୁରୁଷ ସହିତ ଯଦି ସମ୍ପର୍କ ରଖୁଛି, ତାମାନେ ସେ ବେଶ୍ୟା। ଲୋକ ତାକୁ ବେଶ୍ୟା କହିବେ। ସେଥିପାଇଁ ଇଏ ତାମର ଭଲରେ ଜାଣିଛି, ମୁଁ ଯଦି ମୋ ମୋର ଶ୍ୱଶୁର ଜିହୁଦା ଠାରୁ ମୁଁ ଯଦି କିଛି ନେବି ନାହିଁ, ମତେ ସମସ୍ତେ ତୁଚ୍ଛ କରିବେ। ସେଥିପାଇଁ ସେ ବନ୍ଧକ ମାଗିଲା, ତ ବନ୍ଧକ ଦିଅ, ତମର ଯାହା ଅଛି ମତେ ଦିଅ କହିଲେ। ସେ ସମୟରେ ଜିହୁଦା ଦେଲା, ଆଉ ସେ ଗଲା। ତ ସେ ସମୟରେ ଯିଏ ତାମର ନାହିଁ କି ଜିହୁଦା ପ୍ରକୃତିରେ ଗର୍ଭବତୀ ହେଲା। ତ ଗର୍ଭବତୀ ହେଲାକୁ ଲୋକମାନେ ଶୁଣିଲେ, ଆରେ ତାମର ଗର୍ଭବତୀ ହେଇଛି।
ସେ ବେଶ୍ୟା କାମ କରୁଛି। ତ ଏଇଟା ଜିହୁଦାର କାନରେ ପଡିଲା। ତ ଜିହୁଦା ଗୋଟେ ଦିନ ଚିନ୍ତା କଲା, ଏ ସ୍ତ୍ରୀ ଲୋକ ବଞ୍ଚିଲେ ଭଲ ନାହିଁ, ୟାକୁ ମାରିଦେଲେ ବେଶୀ ଭଲ ହବ। ସେଥିପାଇଁ ଲୋକମାନେ ଯେତେବେଳେ କଥା ହେଲେ, ଇଏ ପ୍ରକୃତରେ କଣ କଲେ ଜାଣିଛନ୍ତି? ଆମେ ଯଦି ଦେଖିବା କହିଲା, ଦେଖିବା ଏଠି 24 ପଦ ଦେଖନ୍ତୁ। ପ୍ରାୟ 3 ମାସ ଉତ୍ତାରେ କେହି ଜିହୁଦାକୁ କହିଲା, ତୁମର ପୁତ୍ର ମଧ୍ୟ ତାମର ବ୍ୟଭିଚାରିଣୀ ହୋଇଅଛି, ଆଉ ବ୍ୟଭିଚାର କ୍ରମେ ତାହାର ଗର୍ଭ ହୋଇଅଛି। ତହିଁରେ ଜିହୁଦା କହିଲା, ତାକୁ ବାହାରକୁ ଆଣି ଅଗ୍ନିରେ ଦଗ୍ଧ କର। ତ ଜିହୁଦା କିଏ ଗୋଟେ ଆସିଲା ଆଉ କହିଲା, ଦେଖ ତମର ଆଁ, କିଏ ତୁମର ପୁତ୍ରବଧି ମାନେ ତମର ବହୁ ପିଲା ଗର୍ଭବତୀ ହେଇଛି, ବ୍ୟଭିଚାରିଣୀ ସେ ହେଇଛି। ସେ କୌଣସି ପୁରୁଷ ସହିତ ସେ ବ୍ୟଭିଚାର କରିଛି, ଆଉ ସେ ବର୍ତ୍ତମାନ ଗର୍ଭବତୀ ହେଇଛି। ଜିହୁଦା ଶୁଣିଲା, ରାଗିଲେ ଆଉ କହିଲେ, ତାକୁ ବାହାରକୁ ଆଣ, ଅଗ୍ନିରେ ନିଆଁରେ ପୋଡେଇ ଦିଅ ବୋଲି କହିଲେ। ସେ ବଞ୍ଚିବା ଦରକାର ନାହିଁ, ଏମିତିକା ସ୍ତ୍ରୀ ମୋ ସାମ୍ନା ଗାଇବା ଦରକାର ନାହିଁ। ଆଁ? ଏମିତିକି ଏମାନେ ଯୋଗ୍ୟ ନାହିଁ। ତ ଜିହୁଦା କେତେ ରାଗିଥିବ, ହୁଁ? ଭୟଙ୍କର ପ୍ରଭୃତିରେ ରାଗିଥିବ। କିନ୍ତୁ ଆମେ ଯଦି ତଳେ ଦେଖିବା କହିଲେ, 25 ପଦ ଦେଖନ୍ତୁ। ଅନନ୍ତର ସେ ବାହାରକୁ ଅଣାଯାଆନ୍ତେ ଆପଣା ଶ୍ୱଶୁର ନିକଟକୁ କହି ପଠାଇଲା, ଏହି ସମସ୍ତ ବସ୍ତୁ ଯାହାର, ସେହି ପୁରୁଷ ଦ୍ୱାରା ଆମ୍ଭର ଗର୍ଭ ହୋଇଅଛି। ଆହୁରି ସେ କହିଲା, ଏହି ମୋହର ଓ ସୂତ୍ର ଆଉ ଯଷ୍ଟି କାହାର, ତାହା ଚିହ୍ନି ଦେଖ। ତ ତାମର ପାଖରେ କଣ ଅଛି? ପ୍ରୁଫ ଅଛି, ପ୍ରମାଣ ଅଛି। କଣ ଅଛି? ହସ୍ତଯଷ୍ଟି ଅଛି, ସୂତ୍ର ଅଛି, ମୋହର ଅଛି। ତାମାର ଦେଖେଇଲା, ଏଇଟା ଯାହାର, ମୁଁ ତା ସହିତ ଗର୍ଭବତୀ ହେଇଛି। ଜିହୁଦା ଦେଖିଲା, ଜିହୁଦା କଣ କହିଥିବ, ଏଇଟା ତ ମୋର। ଆଁ? ତ ସେ ସମୟରେ ଜିହୁଦା କଣ ପାଟି ଖୋଲି ପାରିଥିବ କି? ଜିହୁଦା କଣ ତାମର ପ୍ରକୃତରେ ଅଭିଯୋଗ କରିପାରୁଥିବ କି? ଆଁ? ସେ ଅଗ୍ନିରେ ପୋଡେଇ ଦିଅ ବୋଲି କହୁଥିଲେ, କିନ୍ତୁ ପରେ ତା ସବୁ ସେ ଯେତେବେଳେ ଦେଖିଥିବ, ତାର ସବୁ ପାଟି ବନ୍ଦ ହେଇଥିବ। ଆରେ ତାମାନେ ମୁଁ ମୋ ବୋହୂ ସହିତ ହିଁ ମୁଁ ସହବାସ କରିଛି। ତାମାନେ ତାମାର ଗର୍ଭରେ ଯୋଉ ଛୁଆ ବଢୁଛି, ଏଇଟା ମୋର ମଞ୍ଜି। ସେଥିପାଇଁ ତାମର କାହିଁକି ସେମିତି ବଞ୍ଚିଲା ଜାଣିଛନ୍ତି? ଯେହେତୁ ଜିହୁଦା ବଂଶରେ ଯୀଶୁଙ୍କର ବଂଶାବଳୀ ଆସିବ, ଜିହୁଦା ବଂଶରୁ ଯୀଶୁଖ୍ରୀଷ୍ଟ ଜନ୍ମ ହେବେ, ଏଇଟା ତାମାର ମଧ୍ୟ ବେଶୀ ଭଲରେ ଜାଣିଛି। ସେଥିପାଇଁ ତାମାରକୁ କେବେ ମଧ୍ୟ କଷ୍ଟ ଲାଗୁନାହିଁ ଜିହୁଦାର ମଞ୍ଜିକୁ ଗ୍ରହଣ କରିବା ପାଇଁ। ହଁ, ଲୋକ କୁହନ୍ତୁ ମୁଁ ବେଶ୍ୟା ହେଲେ ହଉ, କିନ୍ତୁ ଜିହୁଦାର ମଞ୍ଜିକୁ ବଞ୍ଚେଇବାଟା ମୋର ବେଶୀ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଇଏ କାହାକୁ ବଞ୍ଚେଇବା କାମ କରୁଛି ଜାଣିଛନ୍ତି? ଜିହୁଦାକୁ ବଞ୍ଚେଇବା କାମ କରୁଛି। ତା ମାନେ ଇଏ ଯୀଶୁଙ୍କର ମଞ୍ଜି ପ୍ରକୃତରେ ଗ୍ରହଣ କରୁଛି। ସେଥିପାଇଁ ଏ ତାମାର ଯୀଶୁଙ୍କର ବଂଶାବଳୀରେ ପ୍ରକୃତରେ ଆସୁଛି। ଇଏ କେତେ ମହାନ ସ୍ତ୍ରୀ ପ୍ରକୃତରେ ହେଇଯାଉଛି ସେ ଜାଗାରେ। ଭାଇ ଭଉଣୀ ମାନେ, ଆଜି ମଧ୍ୟ ଆମେ ଗୋଟେ ବାକ୍ୟ ଯଦି ଗ୍ରହଣ କରୁଛୁ, ସେ ଗୋଟେ ବାକ୍ୟ ଆମ ପାଇଁ ଯଥେଷ୍ଟ, ସବୁ ପରିସ୍ଥିତିକୁ ବଦଳେଇ ଦେଇପାରିବ। ସେଥିପାଇଁ ସମସ୍ୟା କଣ? ଆଁ? ଆଜି ସୁଲୋଚନା ଭଉଣୀ ସାକ୍ଷ୍ୟ ଦେଲେ, ସମସ୍ୟା କିଛି ନାହିଁ। ତମେ ଯଦି ବାକ୍ୟ ଦ୍ଵାରା ଯଦି କଢେଇକି ନିଆଯିବ, ପରମେଶ୍ୱର ଯଦି ତମର ମାଲିକ ହେବେ, ତମର ଯଦି ପରମେଶ୍ୱରଙ୍କ ଦାସ ଯଦି ତମର ମାଲିକ ହେଇକି ଯଦି ତମକୁ କଢେଇକି ନେବେ, ତ ସମସ୍ୟା କିଛି ନାହିଁ। ଏଇଟା ବି ଗୋଟେ ସାଇଡ୍ ବେଶୀ ଭଲ ଆପଣମାନଙ୍କ ପାଇଁ। ଆଁ? ଆପଣମାନେ ମଧ୍ୟ ନିଜର ଜୀବନକୁ ଦେଖିବେ କହିଲେ, ଅଧିକାଂଶ ସମୟରେ ପରମେଶ୍ୱରଙ୍କୁ ତୁଚ୍ଛ କରିକି ଜୀବନ ବଞ୍ଚି ଅଛନ୍ତି। କିନ୍ତୁ ପରମେଶ୍ୱର ଆପଣମାନଙ୍କୁ ବେଶୀ ଭଲ ପାଉଛନ୍ତି। ଆଁ? ସେଥିପାଇଁ ପରମେଶ୍ୱର ଆପଣମାନଙ୍କ ଜୀବନରେ ଖାଲି କରୁଛନ୍ତି। କାହିଁକି? ଖାଲି ହେଲେ ଆଜ୍ଞା ଜଣେ ଲୋକ ପ୍ରଭୁଙ୍କୁ ବିଶ୍ୱାସ କରିବ। ଆଁ? ସେଥିପାଇଁ ତାମାରକୁ ମଧ୍ୟ କଣ ନଈମିକୁ ମଧ୍ୟ ପରମେଶ୍ୱର ସେ ପ୍ରକାର ଭାବରେ ଖାଲି କଲେ। ନଈମି ଖାଲି ହେଲା ପରେ ସେ ପରମେଶ୍ୱରଙ୍କୁ ସ୍ୱୀକାର କରିପାରିଲେ। ସେ ପରମେଶ୍ୱରଙ୍କୁ ବିଶ୍ୱାସ କରିପାରିଲେ। ତ ସେମିତି ଆଜି ଆଦି ପୁସ୍ତକ ଆମେ 22 ପର୍ବ ବାକ୍ୟକୁ ପଢିଲୁ। ପରମେଶ୍ୱର ଅବ୍ରାହ୍ମକୁ ପ୍ରତିଜ୍ଞା ଦେଲେ, କେତେ ବର୍ଷ ବୟସରେ? 75 ବର୍ଷ ବୟସରେ। ଅବ୍ରାହ୍ମ ପ୍ରକୃତରେ ପ୍ରତିଜ୍ଞା ପାଇଲା ପରେ ଅବ୍ରାହ୍ମ ନିଜର ଦେଶ, କୁଟୁମ୍ବ, ପବିତ୍ର ଗୃହ ପରିତ୍ୟାଗ କଲେ। ଆଉ ପରମେଶ୍ୱର ଯୋଉ ଦେଶ ଦେବା ପାଇଁ ଚାହୁଁଛନ୍ତି, କିଣାନ ଦେଶ, ସେ ଦେଶ ଉଦ୍ଦେଶ୍ୟରେ ସେ ଯାତ୍ରା କଲେ। ତ ଅବ୍ରାହ୍ମ ପ୍ରକୃତରେ ଯାତ୍ରା କଲେ ସତ, କିନ୍ତୁ ଅବ୍ରାହ୍ମ ଜଣେ ଲୋକ ନିଜର ଚିନ୍ତାକୁ କେବେ ମଧ୍ୟ ପରିତ୍ୟାଗ କଲେ ନାହିଁ। ସେଥିପାଇଁ ଅବ୍ରାହ୍ମ କେତେ ବର୍ଷ ଧରିକି କଷ୍ଟ ପାଇଲେ ଜାଣିଛନ୍ତି? ପାଖାପାଖି 24 ବର୍ଷ ଧରିକି କଷ୍ଟ ପାଇଲା। କାହିଁକି କଷ୍ଟ ପାଇଲା? ଯେହେତୁ ଅବ୍ରାହ୍ମ ପାଖରେ ପ୍ରତିଜ୍ଞା ପ୍ରକୃତିରେ କାମ କରିପାରୁନାହିଁ। ପ୍ରତିଜ୍ଞା ସେ ଅନେଇ ପାରୁନାହିଁ, ବାକ୍ୟକୁ ବିଶ୍ୱାସ କରିପାରୁନାହିଁ। ସେଥିପାଇଁ ଅବ୍ରାହ୍ମ ଦେଖୁଛି, ଏତେ ବର୍ଷ ହେଇକି ମୁଁ
ପ୍ରଭୁଙ୍କର କଥା ଶୁଣିକି ବାହାରିକି ଆସିଲି। କିନ୍ତୁ ଆଜି ପର୍ଯ୍ୟନ୍ତ ମୋର ଜୀବନରେ ପରମେଶ୍ୱର ଛୁଆ ବି ଦେଲେ ନାହିଁ, କିଛି ବି ମୋ ଭିତରେ ପାଉନାହିଁ। ଆଁ 10 ବର୍ଷ ବିତିଗଲା, 15 ବର୍ଷ ବିତିଗଲା, 20 ବର୍ଷ ବିତିଗଲା, ଆଜକୁ 24 ବର୍ଷ ବିତିଗଲାଣି, ମୋ ପାଖରେ ଛୁଆ ନାହିଁ। ତେ ପରମେଶ୍ୱର କଣ କହିବା ପାଇଁ ଚାହୁଁଥିବେ ଅବ୍ରାହ୍ମକୁ? ହେ ତୋ ଦ୍ୱାରା ହବ ନାହିଁ। ତୁ 75 ବର୍ଷ ବୟସରେ ମଧ୍ୟ ତୁ ଅସକ୍ଷମ ଥିଲୁ। ଏବେ ତୋର 69 ବର୍ଷ ହେଲା, ତେବେ ମଧ୍ୟ ତୁ ଅସକ୍ଷମ ଲୋକ। ସେଥିପାଇଁ ମୁଁ ପ୍ରତିଜ୍ଞା ଦେଇଛି, તે ପ୍ରତିଜ୍ଞା ପୁରା କରିବା ଲୋକ ମୁଁ। ସେଥିପାଇଁ ପରମେଶ୍ୱର ଅବ୍ରାହ୍ମ ପ୍ରଭୁତରେ କ୍ରମାଗତ ଭାବରେ ସେ ପ୍ରକାର ବାକ୍ୟ ଦଉଛନ୍ତି। କିନ୍ତୁ ଅବ୍ରାହ୍ମ କଣ କହୁଛି? ପ୍ରଭୁ ତମେ ମତେ କଣ ଦେଲ? ମୁଁ ତ ନିଃସନ୍ତାନ ହେଇକି ପ୍ରସ୍ଥାନ କରୁଛି, ଆଜି ପର୍ଯ୍ୟନ୍ତ ଛୁଆ ନାହିଁ। ସେଥିପାଇଁ ସେ ନିଜର ମେଥଡକୁ ପ୍ରଭୁତରେ ୟୁଜ କରୁଛି, ନିଜର ମେଥଡକୁ ପ୍ରଭୁତରେ ବାଛୁଛି। ସେ ହାଗାରକୁ ବାହା ହେଲା। ହାଗାରକୁ ବାହା ହେଲା ପରେ ଇସ୍ମାଇଲକୁ ପାଇଲା। ଇସ୍ମାଇଲକୁ ପାଇଲା ପରେ ସେ ଖୁସି ହଉଛି, ଯାହା ହଉ ପରମେଶ୍ୱର ପ୍ରତିଜ୍ଞା ସଫଳ କଲେ। ଇସ୍ମାଇଲ ହଉଛି ପ୍ରତିଜ୍ଞାର ଛୁଆ। କିନ୍ତୁ ପ୍ରଭୁ ଇଆଡେ ଖୁସି ନାହାନ୍ତି। ଇସ୍ମାଇଲ ଜନ୍ମ ହେଲା ପରେ ଇସ୍ମାଇଲ ନାହିଁ କି? ଆଁ? ଇସ୍ମାଇଲ ଜନ୍ମ ହେଲା ପରେ ସାରାକୁ ପ୍ରଭୁତରେ କୌତୁକ କରୁଛନ୍ତି, ଏ ଛୁଆ ନାହିଁ। ମୁଁ ହାଗାର ଦ୍ୱାରା ଜନ୍ମ ହେଇଛି। ସେ ଇସାକୁ ମଧ୍ୟ କୌତୁକ କରୁଥିବ। ତ ପରମେଶ୍ୱର ଦେଖିଲେ, ଆଁ ପରମେଶ୍ୱର ଦେଖିଲେ ଆଉ କହିଲେ, "ହୁଁ, ଏଇଟା ଭଲ ନାହିଁ। ଆଁ ଏ ହାଗାର ଅନୁଗ୍ରହ ପାଇଲା ସାରା ଦ୍ୱାରା, କିନ୍ତୁ ସେ ଅନୁଗ୍ରହକୁ ତୁଚ୍ଛ କରୁଛି। ହାଗାର ଜଣେ ଲୋକ ନାହିଁ ଯିଏ କି ଅବ୍ରାହ୍ମ ସହିତ ବାହା ହେଇପାରିବ, କିନ୍ତୁ ସେ ଅନୁଗ୍ରହକୁ ଭୁଲିଗଲା। ସେଥିପାଇଁ ପରମେଶ୍ୱର କଣ କହିଲେ, ଏ ସାରା ତୁ ଯା, ଆଉ ତୋର ପ୍ରଭୁ ଅବ୍ରାହ୍ମକୁ ତୁ କହ, ଆଉ ଏ ହାଗାର ଆଉ ଇସ୍ମାଇଲକୁ କାଢିଦେବେ ଘରୁ, ବାହାର କରୁ, ତୋଡି ଦିଅନ୍ତୁ। ସାରା ଗଲା ଆଉ ଅବ୍ରାହ୍ମକୁ କହିଲା, ପ୍ରଭୁ ଆଜି ମତେ ଏମିତି କହିଲେ, ଆଉ ଏ ହାଗାର ଆଉ ଇସ୍ମାଇଲ ଆମ ଘରେ ରହିବା ଦରକାର ନାହିଁ, ତମେ ତାଙ୍କୁ କାଢି ଦିଅ, ବାହାର କର। ଅବ୍ରାହ୍ମ ବେଶୀ କାନ୍ଦିଲେ, ବହୁତ କାନ୍ଦିଲେ ଅବ୍ରାହ୍ମ। ଆରେ କେତେ କଷ୍ଟରେ ମୁଁ ହାଗାର ଦ୍ୱାରା ଇସ୍ମାଇଲକୁ ପାଇଥିଲି। ଆଁ ନିଜ ପୁଅକୁ ମୁଁ କେମିତି ପ୍ରକୃତରେ ବାହାର କରିବି, କେମିତି ଘୋଡି ଦେବି? ଆଁ ଇଏ ମାନେ ଗଲେ କେମିତି ପ୍ରକୃତରେ ବଞ୍ଚିବେ? ଏମାନଙ୍କର ସାହାରା କିଏ ହବ? ଅବ୍ରାହ୍ମ କାହିଁକି ଚିନ୍ତା କରୁଛି, କାହିଁକି କଷ୍ଟ ପାଉଛି ଜାଣିଛନ୍ତି? ଇଏ କେବେ ମଧ୍ୟ ପ୍ରଭୁଙ୍କୁ ବିଶ୍ୱାସ କରୁନାହିଁ। ସେଥିପାଇଁ ଅବ୍ରାହ୍ମକୁ ବେଶୀ କଷ୍ଟ ଲାଗୁଛି। କିନ୍ତୁ କଣ କରିବ? ପରମେଶ୍ୱର ପ୍ରତିଜ୍ଞା ଦଉଛନ୍ତି, ଅବ୍ରାହ୍ମ ବି ଅବ୍ରାହ୍ମକୁ ମଧ୍ୟ ପରମେଶ୍ୱର କହୁଛନ୍ତି, ତୁ ବାହାର କରେ, ଏତେ ଚିନ୍ତା କରିବା ଦରକାର ନାହିଁ। ସେତେବେଳେ ଅବ୍ରାହ୍ମ ନାହିଁ କି ହାଗାରକୁ ଆଉ ଇସ୍ମାଇଲକୁ ତୋଡ଼ିଦେଲା ଘରୁ। ଅବ୍ରାହ୍ମ ଇସ୍ମାଇଲ ଆଉ ହାଗାରକୁ ତୋଡ଼ିଦେଲା ପରେ ପରମେଶ୍ୱର ଗୋଟେ ଦିନ ଅବ୍ରାହ୍ମକୁ ବାହାରକୁ ଆଣିଲେ ଆଉ ଆକାଶକୁ ଦେଖେଇଲେ, ଏଇ ତୁ ଦେଖେ, ଆକାଶକୁ ଦେଖେ, ତୋର ବଂଶ ଏମିତି ହବ। ତୁ ଏ ତାରା ଗଣକୁ ତୁ ଗଣିକି କହ, ତୁ ଗଣି ପାରିବୁ କି? ତେ କେତେଟା ତାରା ଗଣବୁ? 10ଟା 100ଟା ଗଣବୁ? ତେ ଅନର୍ଗଳ ତାରା ଆସନ୍ତି। ପରମେଶ୍ୱର କହିଲେ ତୋର ବଂଶ ଏମିତି ହବ। ଅବ୍ରାହ୍ମ ନେଇକି ସେତେବେଳେ ବିଶ୍ୱାସ କଲା ଲେଖା ହେଇଛି। ସେ ସମୟରେ ଅବ୍ରାହ୍ମ ପ୍ରଭୁଙ୍କ ଠାରେ ବିଶ୍ୱାସ କଲା। ସେତେବେଳେ ଆଦି ପୁସ୍ତକ 21 ପର୍ବରେ ଅବ୍ରାହ୍ମଙ୍କର ଛୁଆ ଜନ୍ମ ହେଲା, ଇସାକ ଜନ୍ମ ହେଲା। ସେଟା କେତେ ବର୍ଷ ବୟସରେ ଜନ୍ମ ହେଲା ଜାଣିଛନ୍ତି? 100 ବର୍ଷ ବୟସରେ। ସତରେ ଅବ୍ରାହ୍ମ ଜଣେ ଲୋକ 75 ବର୍ଷ ବୟସରେ ମଧ୍ୟ ସେ ଅସକ୍ଷମ, କିନ୍ତୁ 100 ବର୍ଷ ବୟସରେ ମଧ୍ୟ କେମିତି ଚିନ୍ତା କରିପାରିବେ ମୁଁ ଛୁଆ ଜନ୍ମ କରିପାରିବି? କିନ୍ତୁ କିଏ ପ୍ରତିଜ୍ଞା ଦେଇଛି? ଅବ୍ରାହ୍ମ ପାଖରେ ଯଦି ସେଇଟା ବଡ ହବ, ତ ଅବ୍ରାହ୍ମ କେବେ କଷ୍ଟ ପାଇବ ନାହିଁ। ସେଥିପାଇଁ ଅବ୍ରାହ୍ମ ଗୋଟେ ବିଷୟକୁ ଜାଣିଲା, ହଁ ମୁଁ ହଉଛି ଅସକ୍ଷମ ଲୋକ। ମୁଁ ସେତେବେଳେ ମଧ୍ୟ ଅସକ୍ଷମ ଥିଲି, ଏବେ ମଧ୍ୟ ଅସକ୍ଷମ, କିନ୍ତୁ କିଏ ପ୍ରତିଜ୍ଞା ଦେଇଛି? ମୋ ପାଖରେ କାହାର ପ୍ରତିଜ୍ଞା କାମ କରୁଛି? ସେ ହେଉଛନ୍ତି ପରମେଶ୍ୱର। ଯୋଉ ପରମେଶ୍ୱର ମତେ ପ୍ରତିଜ୍ଞା ଦେଇଛନ୍ତି, ସେ ପ୍ରତିଜ୍ଞାକୁ ସେ କେବଳ ପୁରା କରିବେ। ଯେତେବେଳେ ଅବ୍ରାହ୍ମ ପରମେଶ୍ୱରଙ୍କର ଏ ପ୍ରକାର ବାକ୍ୟ ଗ୍ରହଣ କଲେ, ପ୍ରଭୁଙ୍କୁ ଏ ପ୍ରକାର ଯେତେବେଳେ ସ୍ୱୀକାର କଲେ, ସେ ସମୟରେ ଅବ୍ରାହ୍ମ ନାୟକ ବେଶୀ ଖୁସି ହେଲେ। ସେତେବେଳେ ପରମେଶ୍ୱର ଅବ୍ରାହ୍ମକୁ ଧାର୍ମିକ ଗଣିଲେ ଲେଖା ହେଇଛି। ସେତେବେଳେ ଆଦି ପୁସ୍ତକ 21ରେ ଛୁଆକୁ ପାଇଲେ, ନିରୂପିତ ସମୟରେ ସାରାର ଫଳରେ ଛୁଆ ଜନ୍ମ ହେଲା ଲେଖା ହେଇଛି। ତା ମାନେ ପରମେଶ୍ୱର ଅବ୍ରାହ୍ମଙ୍କ ଲାଇଫରେ ଗୋଟେ ଖୁସିକୁ ରଖିଥିଲେ। ଆଁ? ସେଥିପାଇଁ ସେ ଖୁସି ଅବ୍ରାହ୍ମ କେବେ ବି ଦେଖି ନଥିଲା। ସେ ଆନନ୍ଦ କେବେ ମଧ୍ୟ ଅବ୍ରାହ୍ମ ପ୍ରକୃତିରେ ପାଇନଥିଲା। କାରଣ ସେ ଜାଗା କେବେ ମଧ୍ୟ ସେ ଅବ୍ରାହ୍ମ ପହଞ୍ଚି ନଥିଲେ। କିନ୍ତୁ ପରମେଶ୍ୱର ଜାଣିଥିଲେ ଅବ୍ରାହ୍ମଙ୍କ ପାଇଁ କୋଉ ଜାଗା ବେଷ୍ଟ, ଅବ୍ରାହ୍ମ କେତେବେଳେ ଖୁସି ହବ, ଅବ୍ରାହ୍ମ କେତେବେଳେ ଆନନ୍ଦ କରିକି ବଞ୍ଚିବ, ପରମେଶ୍ୱର ବେଶୀ ଭଲରେ ଜାଣିଛନ୍ତି। ପରମେଶ୍ୱର ଛୁଆ ଦେଲେ। ଆଦି ପୁସ୍ତକ 22 ପର୍ବରେ ଅବ୍ରାହ୍ମକୁ ପରମେଶ୍ୱର ପରୀକ୍ଷା କଲେ। ଦେଖବା ଅବ୍ରାହ୍ମ ଏବେ କଣ? ଆଁ? ଆଦି ଆଦି ପୁସ୍ତକ 15 ପର୍ବ ସିନା ଅବ୍ରାହ୍ମ ମତେ ବିଶ୍ୱାସ କଲା,
18 ପର୍ବର ବାକ୍ୟ ଅନୁସାରେ ସିନା ସେ ଆଜି ଛୁଆ ପାଇଲା। 22 ପର୍ବରେ ସେ ଛୁଆ 21 ପର୍ବରେ ସେ ଛୁଆ ପାଇଲା, କିନ୍ତୁ 22 ପର୍ବରେ ଟିକେ ପରୀକ୍ଷା କରିବା କଣ କହୁଛି ଅବ୍ରାହମ। ଅବ୍ରାହମକୁ ପରମେଶ୍ୱର ଡାକିଲା, କହିଲେ ଏ ଅବ୍ରାହମ, ମୁଁ ଯୋଉ ଛୁଆକୁ ଦେଲି ଇସାକକୁ, ତୁ ଯା ମୋରିଆ ଦେଶକୁ ଯା, ଆଉ ମୁଁ ଗୋଟେ ଜାଗା ଦେଖେଇବି, ତମେ ସେ ଜାଗାକୁ ଯାଅ ଆଉ ତାକୁ ବଳୀକୃତ କର। ତମେ ତାକୁ ବଳି ରୂପେ ଉତ୍ସର୍ଗ କର। ଅବ୍ରାହମ ଦେଖିଲା, ଆରେ ପରମେଶ୍ୱର ଏତେ ଜଲ୍ଦି ମତେ ମୋର ପୁଅକୁ ମୋ ଠାରୁ ଅଲଗା କରିବା ପାଇଁ ଚାହୁଁଛନ୍ତି। ଠିକ ଅଛି, ଏଇଟା ଛୁଆ ତ ମୋର ନାହିଁ, ଏ ଛୁଆ ପ୍ରତିଜ୍ଞାର ଛୁଆ, ଏଇଟା ପ୍ରଭୁଙ୍କର ଛୁଆ। ଠିକ ଅଛି, ମୁଁ ଆଜି ଧରିକି ଯାଉଛି ପ୍ରଭୁ। ସେ ସମୟରେ ସେ କାଠ ରେଡି କଲା, ହୋମ ନିମନ୍ତେ ସେ ମାନେ ସବୁ ରେଡି କଲା, ଛୁରୀ ଧରିଲା, ତାର ଦାସମାନଙ୍କୁ ଡାକିଲା, ଚାଲ। ସେ ସମୟରେ ସେ ଦାସମାନଙ୍କ ସହିତ ଗଲା, ଦାସମାନଙ୍କୁ ଅଧା ରାସ୍ତାରେ ରଖିଲା, କହିଲା ଏ ଜାଗାରେ ଜଗ, ମୁଁ ଆଉ ମୋର ପୁଅ ଟିକେ ଆମେ ଯିବୁ ଆଉ ହୋମ ଦେଇକି ଆଇବୁ। ଇସାକ ପଚାରିଲା, ବାପା ମେଣ୍ଢା ଛୁଆ କାଇଁ? ବାପା କଣ କହିଲେ, ଅବ୍ରାହମ, ପ୍ରଭୁ ଆପେ ଜଗେଇବେ, ତୁ ଆସେ, ପାଟି ବନ୍ଦ করে ଆସେ ମୋ ପଛରେ। ଅବ୍ରାହମ ଇସାକ ଯାଉଛି, କିନ୍ତୁ ଇସାକ ଜାଣିନାହିଁ କି ଯେ ବାପା ମତେ କାଟବେ ଆଜି। ସେଥିପାଇଁ ଇସାକ ଯେତେବେଳେ ଅବ୍ରାହମ ଯେତେବେଳେ ହୋମ ପ୍ରକୃତିରେ ହୋମବେଦୀ ସଜେଇଲେ, କାଠ ସଜେଇଲେ, ଆଉ ଇସାକକୁ ଶୁଏଇଲେ, ଇସାକ କଣ କହୁଥିଲେ, ବାପା କଣ କରିବା ପାଇଁ ଚାହୁଁଛ ତମେ? ତମେ କୋଉ ପ୍ରକାର ବାପା? ଆଁ ତମେ ମତେ ଜନ୍ମ ଦେଲ, ଆଜି ତମେ ମୋ ଉପରେ ଛୁରୀ ରଖୁଛ। ଇସାକ କଣ କହିଥିଲେ, ପୁଅ ତୁ ମୋର ନାହିଁ। ମୁଁ ତତେ ମୁଁ ଜନ୍ମ କରିନାହିଁ, ତୁ ପ୍ରତିଜ୍ଞାର ଛୁଆ, କିନ୍ତୁ ପ୍ରଭୁ ମତେ କହିଲେ ତତେ ଆଜି ମାରବା ପାଇଁ, ସେଥିପାଇଁ ମୁଁ ମାରୁଛି। କିନ୍ତୁ ସେତେବେଳେ ପରମେଶ୍ୱର ଅବ୍ରାହମ ଯେତେବେଳେ ଆଘାତ କରିବା ସମୟରେ ପରମେଶ୍ୱର କହିଲେ, ଏ ଅବ୍ରାହମ, ଇସାକ ପ୍ରତି କିଛି କ୍ଷତି କର ନାହିଁ, କିଛି ଆଘାତ କରିବୁ ନାହିଁ, ଟିକେ ସାଇଡକୁ ଦେଖ, ବୁଦାକୁ ଦେଖ। ଅବ୍ରାହମ ଯେତେବେଳେ ବୁଦାକୁ ଦେଖିଲା, ମେଣ୍ଢା ଛୁଆ ଅଛି। ସେ ସମୟରେ ଇସାକକୁ କାଳ ମାନେ ଇସାକ ବଞ୍ଚିଲା, ଆଉ ପରମେଶ୍ୱର ପାହାଡରେ ମଧ୍ୟ ଅବ୍ରାହମକୁ ମେଣ୍ଢା ଛୁଆ ଯୋଗେଇଲେ। ସେ ସମୟରେ ଅବ୍ରାହମ ପରମେଶ୍ୱରଙ୍କୁ ନୈବେଦ୍ୟ ଦେଲା ଆଉ ଆଇଲା। କେତେ ଅନୁଗ୍ରହର ବାକ୍ୟ ଏଇଟା, କେତେ ମୂଲ୍ୟବାନ ବାକ୍ୟ ଏଇଟା। ଯେତେବେଳେ ଅବ୍ରାହମ ଯେତେବେଳେ ପ୍ରତିଜ୍ଞାକୁ ରଖିଲା, ସେ ସମୟରେ ଅବ୍ରାହମ ବେଶୀ ଖୁସି ହେଲା। ସେଥିପାଇଁ ଭାଇ ଭଉଣୀ ମାନେ, ଆମେ ମଣ୍ଡଳୀ ଭିତରେ କଣ ରଖିଲେ ଖୁସି ହବୁ? ଆମ ହୃଦୟ ଭିତରେ କଣ ଜାଗ୍ରତ କଲେ ଖୁସି ହବୁ? ପଇସା ଅଧିକ ପାଇଲେ ଖୁସି ହବୁ କି? ଧନ ସମ୍ପତ୍ତି ଅଧିକ ପାଇଲେ ଖୁସି ହବୁ କି? ବେଶୀ ଭଲ ଘର ଥିଲେ ମଧ୍ୟ ଖୁସି ହବୁ କି? କେବେ ବି ନାହିଁ। କିନ୍ତୁ ମୋ ପାଖରେ ଗୋଟେ ବାକ୍ୟ ଯଦି ଅଛି, ଯଥେଷ୍ଟ ମୁଁ ଖୁସି ହେବା ପାଇଁ। ସେଥିପାଇଁ ଅବ୍ରାହମ ପରେ ବେଶୀ ଖୁସି ହେଲା, ପ୍ରଭୁଙ୍କୁ ବେଶୀ ଧନ୍ୟବାଦ ଦେଇଥିଲେ। ଏଭଳି ପୁସ୍ତକ ବାକ୍ୟ ଟିକେ କାଢନ୍ତୁ, ଅବ୍ରାହମ କଣ କହୁଛି ଆମେ ଦେଖିବା ଟିକେ। ଏଭଳି ପୁସ୍ତକ 11 ପର୍ବ। ଏଭଳି ପୁସ୍ତକ 11 ପର୍ବର 9 ପଦ ବାକ୍ୟ, ବିଶ୍ୱାସ ଦ୍ୱାରା ସେ ବିଦେଶୀ ସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସ ହୋଇ ପ୍ରତିଜ୍ଞାର ସହାଧିକାରୀ ଇସାକ ଓ ଜାକବଙ୍କ ସହିତ ତମ୍ବୁରେ ବାସ କଲେ। ଆଁ? ଏବେ ଦେଖିଲେ ପୁରା ଭିନ୍ନ। ଅବ୍ରାହମ ସବୁ ପରିବର୍ତ୍ତନ ହେଇସାରିଛି। ଅବ୍ରାହମ ଗୋଟେ ଦିନ ନିଜର ଚିନ୍ତାରେ ଚାଳିତ ହେଲେ, କିନ୍ତୁ ଏବେ ଦେଖିଲେ ଅବ୍ରାହମ ହଉଛନ୍ତି ବିଶ୍ୱାସର ପିତା। ସେଥିପାଇଁ ଆମେ ଅବ୍ରାହମକୁ କଣ କହୁଛୁ, ବିଶ୍ୱାସର ପିତା ବୋଲି କହୁଛୁ। ଆଦି ପିତା ପରମେଶ୍ୱର ବର୍ତ୍ତମାନ ଆଦି ପିତା କଲେ, ବହୁ ଜାତିର ପିତା କରୁଛନ୍ତି। ସେଥିପାଇଁ ଏ ଜାଗାରେ ଦେଖିଲେ ବିଶ୍ୱାସ ଦ୍ୱାରା ସେ ବିଦେଶୀ ସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ ପ୍ରତିଜ୍ଞାର ସହାଧିକାରୀ ହୋଇ ଅଧିକାରୀ ଇସାକ ଓ ଜାକବ ସହିତ ତମ୍ବୁରେ ବାସ କଲେ। ଆଁ? ହଁ କି ନାଇଁ? ଇସାକକୁ ପାଇନାହାନ୍ତି, କିନ୍ତୁ ଅବ୍ରାହମ ପ୍ରକୃତିରେ ଇସାକ ଆଉ ଜାକବର ତମ୍ବୁରେ ବାସ କଲେ ଲେଖା ହେଇଛି। ତା ମାନେ ଅବ୍ରାହମ ପ୍ରକୃତିରେ ଜାଣିଲେ, ଆଁ, ମୁଁ ଅସକ୍ଷମ ଇସାକକୁ ଜନ୍ମ ଦେବା ପାଇଁ। ମୋ ସ୍ତ୍ରୀ ମଧ୍ୟ ଜନ୍ମ ଦେଇପାରିବ ନାହିଁ, ସେ ମଧ୍ୟ ବନ୍ଧିଆ। କିନ୍ତୁ କିଏ ପ୍ରତିଜ୍ଞା ଦେଇଛି? ପରମେଶ୍ୱର। ଯୋଉ ପରମେଶ୍ୱର ପ୍ରତିଜ୍ଞା ଦେଇଛନ୍ତି, ସେ ପରମେଶ୍ୱର ମୋ ଲାଇଫରେ କାମ କରିବେ। ସେଇଟା ବେଶୀ ମୂଲ୍ୟବାନ ଅବ୍ରାହମଙ୍କ ଲାଇଫରେ। ସେଟା ଅବ୍ରାହମଙ୍କର ମନ ପରିବର୍ତ୍ତନର ଗୋଟେ ଟର୍ଣ୍ଣିଂ ପଏଣ୍ଟ ଥିଲା ସେଟା। ସେଥିପାଇଁ ଯେତେବେଳେ ଇସାକ ମଧ୍ୟ ସେ ବଳୀକୃତ କରୁଛି, ସେ କଣ ସ୍ୱୀକାର କରୁଛି ଜାଣିଛନ୍ତି କି? 17 ପଦରେ ଦେଖନ୍ତୁ, ବିଶ୍ୱାସ ଦ୍ୱାରା ଅବ୍ରାହମ ପରୀକ୍ଷିତ ହୋଇ ଇସାକଙ୍କୁ ଉତ୍ସର୍ଗ କଲେ, ଏବଂ ଯେଉଁ ବ୍ୟକ୍ତି ପ୍ରତିଜ୍ଞା ସମୟ ପ୍ରାପ୍ତ ହୋଇଥିଲେ, ଯାହାଙ୍କୁ କୁହାଯାଇଥିଲା ଯେ
ଇସାକ ଠାରୁ ତୁମର ବଂଶ ଖ୍ୟାତ ହେବ। ସେଇ ବ୍ୟକ୍ତି ଆପଣର ଦ୍ୱିତୀୟ ପୁତ୍ରଙ୍କୁ ଉତ୍ସର୍ଗ କରିବାକୁ ଯାଉଥିଲେ। ପରମେଶ୍ୱର କଣ କହିଛନ୍ତି? ଇସାକ ଦ୍ଵାରା ତମର ବଂଶ ଖ୍ୟାତ ହବ। କିନ୍ତୁ ସେ ଅବ୍ରାହମ ଇସାକକୁ ଧରିକି ବଳି କରିବା ପାଇଁ ଯାଉଛନ୍ତି। କିନ୍ତୁ କଣ ପାଇଁ? ପରମେଶ୍ୱର କହିଲେ ବିଶ୍ୱାସ ଦ୍ୱାରା ଅବ୍ରାହମ ପରୀକ୍ଷିତ ହୋଇ ଇସାକ ଉତ୍ସର୍ଗ କରିବା ପାଇଁ ଯାଉଛନ୍ତି ଲେଖା ହେଇଛି। 18 ପଦରେ ଲେଖା 19 ପଦରେ ଲେଖା ହେଇଛି। କାରଣ ଈଶ୍ୱର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ ଏହା ସେ ମନେ କରିଥିଲେ, ଆଉ ସେ ମଧ୍ୟ ତାହାଙ୍କୁ ଦୃଷ୍ଟାନ୍ତ ଭାବରେ ମୃତ୍ୟୁରୁ ଫେରି ପାଇଲେ। ମାନେ ଅବ୍ରାହମ କଣ ମନେ କରିଥିଲେ? ମଲେ ବି ପ୍ରଭୁ ବଞ୍ଚେଇବା ପାଇଁ ସକ୍ଷମ। କାରଣ ଅବ୍ରାହମ ଗୋଟେ ବିଷୟକୁ ଜାଣିଲା, ଲାଜାର ମରି ଯାଇଥିଲା। ଯୀଶୁ ଡାକିଲେ ଲାଜାର ବାହାରିକି ଆ। ମୃତ ଲାଜାର ସମାଧିରୁ ବାହାରିକି ଆଇଲା। ସେ ପରମେଶ୍ୱର, ସେ ଯୀଶୁ ଲାଜାରକୁ ବଞ୍ଚେଇଲେ। ଆଜି ସମାନ ସେ ପରମେଶ୍ୱର ମୋର ପୁଅ କାହିଁକି ବଞ୍ଚେଇବେ ନାହିଁ? ସେଥିପାଇଁ ଇଏ ସେ ସମୟରେ ନିଜର ପୁଅକୁ ଫେରି ପାଇଲେ ଲେଖା ହେଇଛି। ସେଥିପାଇଁ ଆମେ ମଧ୍ୟ ଯେତେବେଳେ ନିଜର ଚିନ୍ତାକୁ ଶୂନ୍ୟ କରିବୁ, ନିଜକୁ ଖାଲି କରିବୁ, ସେ ପରମେଶ୍ୱରଙ୍କ ଆଡ଼କୁ ଯେତେବେଳେ ଫେରିବୁ, ପରମେଶ୍ୱରଙ୍କ ପାଖରେ ଥିବା ଆନନ୍ଦ, ଖୁସି, ଆଶା ଦ୍ୱାରା ପ୍ରଭୁତରେ ଆମେ ଉଲ୍ଲାସିତ ହବୁ, ନାଚ କରିବୁ, ଡାନ୍ସ କରିବୁ। ଉଁ? ସେତେବେଳେ ଆମେ ଗୀତ ଗାଇବୁ, ଧନ୍ୟବାଦ ଘେନ ପ୍ରଭୁ, ପ୍ରଶଂସା ତମେ ପାଅ, ଗୌରବ ତମେ ପାଅ। ଆଁ? ସେତେବେଳେ ଆମ ପାଖରେ ଗୀତ ନ ଜାଣିଲେ ମଧ୍ୟ ଗୀତ ବାହାରିବ ପାଠରେ। ଆମେନ କି ନାହିଁ ଭାଇ ମାନେ? ଆଁ? ସେଥିପାଇଁ ସତରେ ମୁଁ ଆଶା କରେ ଆପଣମାନେ ଏ ପ୍ରକାର ପ୍ରତିଜ୍ଞାକୁ ରଖିକି ବଞ୍ଚନ୍ତୁ। ତେବେ ଆପଣମାନେ ଜଗତର ସବୁଠାରୁ ଖୁସିର ଲୋକ ହେବେ। ଚିନ୍ତା କରନ୍ତୁ ନାହିଁ କେମିତି ବଞ୍ଚିବେ। ପ୍ରଭୁ ଯଦି ପରିତ୍ରାଣ ଦେଲେ, ପରମେଶ୍ୱର ଯଦି ଆପଣମାନଙ୍କୁ ଏତେ ମୂଲ୍ୟବାନ ଜୀବନ ଦେଇଛନ୍ତି, ତେ ସେ ପରମେଶ୍ୱର କଣ ଆପଣମାନଙ୍କୁ କଣ ଭୋକରେ ରଖିବେ କି? କେବେ ବି ନାହିଁ। ଯୋଉ ପରମେଶ୍ୱର ଆପଣମାନଙ୍କୁ ଜୀବନ ଦେଇଛନ୍ତି, ଯୋଉ ପରମେଶ୍ୱର ଆପଣମାନଙ୍କୁ ଶରୀର ଦେଇଛନ୍ତି, ସେ ଶରୀର ପାଇଁ ଖାଦ୍ୟ ବି ରଖିଛନ୍ତି, ଡ୍ରେସ୍ ବି ରଖିଛନ୍ତି, ରହିବା ପାଇଁ ବାସଗୃହ ବି ରଖି ଅଛନ୍ତି, ସବୁ କିଛି ରଖି ଅଛନ୍ତି। ତାହାଙ୍କ ଭିତରେ ସବୁ ବିଷୟ ପ୍ରଭୁତ୍ୱରେ ନିହିତ ହେଇକି ଅଛି। ଆମେ ଖାଲି କୁଆଡେ ଯିବାର ଅଛି? ଯାହା ପାଖରେ ଅଛି ତାଙ୍କ ପାଖରେ ଗଲେ ଏସବୁ ବିଷୟକୁ ଅଧିକାରୀ ହେବ, ସବୁ ବିଷୟକୁ ପାଇବ। ଅବ୍ରାହମ କାହିଁକି 24 ବର୍ଷ କଷ୍ଟ ପାଇଲା? ସେ ପ୍ରଭୁଙ୍କ ପାଖକୁ ଯାଇ ପାରୁନଥିଲା ସେଥିପାଇଁ। କିନ୍ତୁ ଯେତେବେଳେ ଅବ୍ରାହମ ଜାଣିଲା ମୋ ପାଖରେ କିଛି ନାହିଁ, ଯୋଉ ପରମେଶ୍ୱର ପ୍ରତିଜ୍ଞା ଦେଇଛନ୍ତି, ସେ ପ୍ରତିଜ୍ଞା ପାଖରେ ସବୁ କିଛି ଅଛି। ଅବ୍ରାହମ ଯେତେବେଳେ ସେ ପ୍ରତିଜ୍ଞାର ଲୋକ ପାଖରେ ପହଞ୍ଚିଲେ, ଅବ୍ରାହମ ଇସାକକୁ ମଧ୍ୟ ପାଇଲେ, ଆଉ ଅବ୍ରାହମ ଜଣେ ବେଶୀ ଖୁସିର ଲୋକ ହେଇଗଲେ। ସେଥିପାଇଁ ମୁଁ ଆଶା କରେ ଆପଣମାନେ ଏ ବାକ୍ୟ ଦ୍ୱାରା ଆଜି ଆନନ୍ଦ ଆଉ ଖୁସିକୁ ପାଇବେ, ଆଉ ହୃଦୟରେ ପ୍ରକୃତରେ ଆଶା ନେଇକି ପ୍ରକୃତରେ ବଞ୍ଚିବେ ବୋଲି ମୁଁ ଆଶା କରୁଛି। ଆଜି ମୁଁ ଏତିକି କହିବି, ପ୍ରାର୍ଥନା କରିବା। ଧନ୍ୟବାଦ ଦଉଛୁ ମଙ୍ଗଳ ପରମେଶ୍ୱର ପିତା, ଆଜି ବେଶୀ ମୂଲ୍ୟବାନ ବାକ୍ୟକୁ ତମେ ଦେଲ। ଯେମିତି ତାମାର ଆଉ ନୟମୀ କେମିତି ପ୍ରକୃତରେ ସେମାନେ ନିଜକୁ ଦେଖୁନାହାନ୍ତି, କିନ୍ତୁ ପରମେଶ୍ୱରଙ୍କର କଣ ଇଚ୍ଛା, ପ୍ରଭୁ କଣ ଇଚ୍ଛା କରୁଛନ୍ତି ଆମ ପ୍ରତି, ସେ ବିଷୟକୁ ଦେଖିକି ସେମାନେ ବଞ୍ଚିବାଟା ଆରମ୍ଭ କରୁଛନ୍ତି। ସେ ସମୟରେ ସେମାନେ ଅଛନ୍ତି ଗୋଟେ ସ୍ତ୍ରୀ ଲୋକମାନେ ହେଇଗଲେ, ଯୋଉମାନେ କି ଯୀଶୁଙ୍କର ବଂଶାବଳୀରେ ସେମାନଙ୍କର ନାଁ ପ୍ରଭୁତ୍ୱରୁ ବାହାରିକି ଆସୁଛି। ପରମେଶ୍ୱର ପିତା, ଆଜି ଆମେ ଅବ୍ରାହମଙ୍କର ପ୍ରତିଜ୍ଞା ବିଷୟରେ ଶୁଣିଲୁ। ହଁ, ଅବ୍ରାହମ ଜଣେ ଲୋକ ନଥିଲେ ଯିଏ କି ଇସାକକୁ ଜନ୍ମ କରିପାରିବେ, କିନ୍ତୁ ପରମେଶ୍ୱର ତମେ ପ୍ରତିଜ୍ଞା ଦେଇଥିଲ, ଆଉ ସେ ପ୍ରତିଜ୍ଞାକୁ କେବଳ ତମେ ପୁରା କଲ। ହଁ ପରମେଶ୍ୱର ପିତା, ଆମେ ଯୋଉ ଦିନ ଠାରୁ ପରିତ୍ରାଣ ପାଇଲୁ, ଉଦ୍ଧାରକ ପାଇଲୁ, ସେ ସମୟ ଠାରୁ ଆମେ ଆମର ହେଇକି ନାହୁଁ। ପରମେଶ୍ୱର ତୁମେ ଆମକୁ ପଢେଇକି ନେବା ପାଇଁ ଚାହୁଁଛ। ସେଥିପାଇଁ ପରମେଶ୍ୱର ତୁମେ ଯୁଗାନ୍ତ ପର୍ଯ୍ୟନ୍ତ ଆମମାନଙ୍କୁ ପଢେଇକି ନିଅ। ଆମ ଲାଇଫରେ ତୁମେ କାର୍ଯ୍ୟ କର। ଆମେ କାର୍ଯ୍ୟ କରିବା ପରିବର୍ତ୍ତେ, ଆମେ ନିଜ ପାଇଁ ଭଲ ଚିନ୍ତା କରିବା ପରିବର୍ତ୍ତେ, ଆମେ ଜଣେ ଲୋକ ସଦାବେଳେ ନିଜ ପାଇଁ ମନ୍ଦ ହିଁ କରିବୁ। କିନ୍ତୁ ପରମେଶ୍ୱର ପିତା, ତମେ ଯେତେବେଳେ ଆମ ପାଇଁ କାମ କରିବ, ସେଇଟା ଆମ ପାଇଁ ବେଶୀ ଭଲ। ଆଉ ଆଶା କରୁଛୁ ପରମେଶ୍ୱର, ଆମେ ଜଗତରେ ବଞ୍ଚିଲା ବେଳକୁ ସମସ୍ୟା ପରିସ୍ଥିତି ଦ୍ୱାରା ଧରା ନ ଯାଇକି ବାକ୍ୟ ଦ୍ୱାରା ଯେମିତି ଧରାଯିବୁ, ସେ ପ୍ରକାର ଆମମାନଙ୍କୁ ଅନୁଗ୍ରହ ଦିଅ। ସତରେ ଆମେ ଖୁସି ହେବା ପାଇଁ, ଆନନ୍ଦ କରିବା ପାଇଁ, ସମସ୍ୟା ପରିସ୍ଥିତିକୁ ଜିତିକି ବଞ୍ଚିବା ପାଇଁ, ଏ ପ୍ରତ୍ୟେକ ବିଷୟରେ ଆମକୁ ଅନୁଗ୍ରହର ଆବଶ୍ୟକ ଅଛି। ପରମେଶ୍ୱର ପିତା, ଆମକୁ ପଢେଇକି ନିଅ, ଆଶାରେ ଖୁସିରେ ବଞ୍ଚିବା ପାଇଁ ତମେ ସୁଯୋଗ ଦିଅ। ବେଶୀ ଧନ୍ୟବାଦ ଦେଇ ଆଜିର ଉପାସନା ନିମନ୍ତେ ପ୍ରାର୍ଥନା ନାଜାତ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ବେଶୀ ଧନ୍ୟବାଦ ସମସ୍ତଙ୍କୁ।